କଟକ ସହରରେ ବାସ କରୁଥିବା ଏକ ମଧ୍ୟବିତ୍ତ ପରିବାର। ପରିବାର କହିଲେ ମାତ୍ର ଦୁଇ ପ୍ରାଣୀଙ୍କୁ ବୁଝାଏ। ଜଣେ ବିଧବା ସ୍ତ୍ରୀ ଲୋକ ଆଉ 22-23 ବର୍ଷର ଜଣେ ଯୁବକ। ନାମ ଆକାଶ। ଦେଖିବାକୁ ଶ୍ୟାମଳ ବର୍ଣ୍ଣ, ଡଉଲ ଡାଉଲ ଚେହେରା ସାଙ୍ଗକୁ ଝିଅମାନଙ୍କ ପରି ଲମ୍ବା ଲମ୍ବା ସୁନ୍ଦର ଆଖି ଦୁଇଟି, ଗୋଲ ଓ ସାମାନ୍ୟ ତୀକ୍ଷ୍ଣ ନାକ ଏବଂ ସୁଗଠିତ ଚେହେରା। ଏହି ଶ୍ୟାମଳ ସୁନ୍ଦର ଯୁବକଙ୍କୁ ପାଇବା ପାଇଁ କେତେ ଝିଅ ଦେବାଦେବୀଙ୍କୁ ମନାସିଛନ୍ତି, ତାର ହିସାବ ନାହିଁ। ହେଲେ ଆକାଶଙ୍କର ସେଥିପ୍ରତି ତିଳେ ମାତ୍ର ଧ୍ୟାନ ନାହିଁ। ମନ ତାଙ୍କର ଶରୀର ପରି ନିର୍ମଳ ଏବଂ ପବିତ୍ର। ଶାନ୍ତ ସରଳ ଯୁବକ। ମନ ତୋଷିଲା ପରି ମଧୁର ବଚନ। ଘରଠାରୁ ବାହାର ଯାଏ ସମସ୍ତେ ତାଙ୍କୁ ବହୁତ ଭଲ ପାଆନ୍ତି। କଟକ ସହରର ମୁଖ୍ୟ ରାସ୍ତାରେ ଟିକେ ଭିତରେ ତାଙ୍କର ନିଜସ୍ୱ ଘର। ବିଧବା ମା ଓ ସେ ବାପାଙ୍କୁ ହରାଇବା ପରେ ଦୁଃଖ ସବୁକୁ ଭୁଲି ସୁଖ ସାଉଁଟିବାକୁ ଚେଷ୍ଟା କରିଛନ୍ତି। ମାତ୍ର 10 ବର୍ଷ ବୟସରୁ ବାପାଙ୍କୁ ହରାଇଥିଲେ ବି ମା ତାଙ୍କୁ ପାଳି ମଣିଷ କରିବାରେ ଟିକେ ହେଲେ ଊଣା କରିନଥିଲେ। କେବେ କାହାର ଦୁଃଖ କଷ୍ଟ ସହିପାରନ୍ତିନି ଆକାଶ, ତେଣୁ ସବୁବେଳେ ସାହାଯ୍ୟର ହାତ ବଢ଼ାଇବା ତାଙ୍କର ଏକ ଭଲ ଗୁଣ। ଭୁବନେଶ୍ୱରର ଫରେଷ୍ଟ ଡିପାର୍ଟମେଣ୍ଟରେ ରେଞ୍ଜର ଭାବେ ଖୁବ୍ କମ୍ ବୟସରେ ଚାକିରି କରିଥିଲେ ଆକାଶ। କର୍ତ୍ତବ୍ୟ ପ୍ରତି ଥିଲେ ଖୁବ୍ ସଚେତନ। ଏତେ କମ୍ ବୟସରେ ଚାକିରି ପାଇଲେ ବି ମନରେ ତିଳେ ମାତ୍ର ଗର୍ବ ନଥିଲା। ରାଜଧାନୀର ଚାକଚକ୍ୟ ତାଙ୍କ ଚରିତ୍ର ଓ ସଂସ୍କାରରେ ତିଳେ ମାତ୍ର ତାଙ୍କୁ ପ୍ରଭାବ ପକାଇ ପାରି ନଥିଲା। ଦିନେ ଅଫିସରୁ ଛୁଟି ସରିବା ପରେ ନିଜ କ୍ୱାର୍ଟରକୁ ଫେରିବା ସମୟରେ ହେଡ୍ ଅଫିସରୁ ନିର୍ଦ୍ଦେଶ ଆସିଲା, ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଅରଣ୍ୟକୁ ଆକାଶକୁ 2 ବର୍ଷ ପାଇଁ ଯିବାକୁ ପଡ଼ିବ। କାରଣ ଦଶପଲ୍ଲା ଜଙ୍ଗଲରୁ ଅବାଧ କାଠ ଚୋରା ବ୍ୟବସାୟ ବୃଦ୍ଧି ପାଇଥାଏ ଏବଂ ଏଥିରେ କିଛି ଅଫିସରଙ୍କ ହାତ ଥିଲା। ଚୋରା କାଠ ବ୍ୟବସାୟୀଙ୍କୁ ଧରିବା ପାଇଁ ସଚ୍ଚୋଟ ଅଫିସର ଭାବେ ଆକାଶକୁ ଉପଯୁକ୍ତ ବିବେଚନା କରାଯାଇ ଏତେ ବଡ଼ ଦାୟିତ୍ୱ ଅର୍ପଣ କରାଯାଇଥିଲା। ଏତେ ବଡ଼ ଦାୟିତ୍ୱରେ ପୁଣି ଏତେ ଦୂର ବାଟ, ତଥାପି ମଧ୍ୟ ତାକୁ ଯିବାକୁ ହେବ। ନୂଆ ଜାଗା, ନୂଆ ଦାୟିତ୍ୱ। ତେଣୁ ମାଙ୍କୁ ସାନ୍ତ୍ୱନା ଦେଇ ଏବଂ ସମ୍ପର୍କୀୟଙ୍କ ଦାଦା ଖୁଡ଼ୀଙ୍କୁ ମାଙ୍କ ସୁବିଧା ଅସୁବିଧା ଭଲମନ୍ଦ ଦାୟିତ୍ୱ ଦେଇ ଦଶପଲ୍ଲା ଅଭିମୁଖେ ବାହାରି ପଡ଼ିଲେ ଆକାଶ। ଏହା ମଧ୍ୟରେ 2 ମାସ ଅତିକ୍ରମ କରିଯାଇଛି। ସହରରେ ବଢ଼ିଥିଲେ ମଧ୍ୟ ଗାଁ ପରିବେଶ ସହିତ ନିଜକୁ ବେଶ୍ ଖାପ ଖୁଆଇ ଦେଇଛନ୍ତି ଆକାଶ। ଆକାଶ ମହାନ୍ତି ଜଏନ୍ କରିବା ପରଠାରୁ ଚୋରା ବ୍ୟବସାୟୀଙ୍କ ପ୍ରାଦୁର୍ଭାବ ଅପେକ୍ଷାକୃତ କମିଯାଇଛି। ଲାଞ୍ଜୁଆ ଅଫିସରମାନଙ୍କ ମନରେ ଏକ ଭୟ ସୃଷ୍ଟି ହୋଇଗଲା। ଦଶପଲ୍ଲା ଜଙ୍ଗଲରୁ ପ୍ରାୟ 10 କିଲୋମିଟର ଦୂରରେ ଏକ ଗାଁରେ ରହୁଥିଲେ ଆକାଶ। ଅଫିସରୁ ଫେରିବା ପରେ ଗାଁ ଲୋକଙ୍କ ସହ ସୁଖ ଦୁଃଖର ସମୟ କାଟନ୍ତି ସମସ୍ତଙ୍କର ଅତି ପ୍ରିୟ ଆକାଶବାବୁ। ସମସ୍ତଙ୍କ ସୁଖ ଦୁଃଖରେ ଛିଡ଼ା ହୋଇ ସମସ୍ତଙ୍କ ହୃଦୟରେ ପ୍ରିୟ ମଣିଷ ପାଲଟି ଯାଇଛନ୍ତି ଆକାଶ। ପିଲାଠାରୁ ବୁଢ଼ା ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଆକାଶବାବୁ ଜଣେ ଦେବତା। ଏତେ ବଡ଼ ଚାକିରି କରିଥିଲେ ବି ଆମକୁ କେତେ ନିଜର ପରି ଭଲ ପାଆନ୍ତି। ଆକାଶ ରହୁଥିବା ଗାଁଟି ଏକ ପାହାଡ଼ିଆ ଅଞ୍ଚଳରେ। ଚତୁର୍ଦ୍ଦିଗ ଘନ ଜଙ୍ଗଲ ଏବଂ ଗାଁ ଚାରିପାଖ ଛୋଟ ଛୋଟ ପାହାଡ଼ ସବୁ ଉପରକୁ ମୁଣ୍ଡ ଟେକି ଛିଡ଼ା ହୋଇଛି। ମାତ୍ର 20-25ଟି ଘରକୁ ନେଇ ଗାଁ। ଆଟୁ ଘର। ସହରର ଉଗ୍ର ଆଧୁନିକତା ଠାରୁ ଅନେକ ଦୂରରେ ଗାଁ ପରିବେଶ। ସମସ୍ତେ ସରଳ ବିଶ୍ୱାସୀ। ଗାଁ ମଝିରେ ଥିଲା ଏକ ବିରାଟ ପୋଖରୀ, କାଚକେନ୍ଦୁ ପରି ସ୍ୱଚ୍ଛ ପାଣି। ପୋଖରୀ ଚାରିକଡ଼ରେ 4ଟି ପଥର ଖଚିତ ପାହାଡ଼। ପୋଖରୀ ପାଖକୁ ଲାଗିଅଛି ଏକ ବଡ଼ ମଣ୍ଡପ ଏବଂ ଚାରିପାଖରେ ବିରାଟ ଆମ୍ବତୋଟା। ମଣ୍ଡପ କଡ଼କୁ ଅଛି ଗ୍ରାମଦେବୀଙ୍କର ସୁନ୍ଦର ମନ୍ଦିର। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଗ୍ରାମବାସୀମାନେ ଉପସ୍ଥିତ ରହି ଏକତ୍ର ମାଙ୍କ ପାଖରେ ଆଳତି ଏବଂ ପୂଜା ଅର୍ଚ୍ଚନା କରିଥାନ୍ତି। ଆକାଶ ମଧ୍ୟ ସବୁଦିନ ସନ୍ଧ୍ୟାରେ ସନ୍ଧ୍ୟା ଆଳତି ସମୟରେ ମନ୍ଦିର ଯାଇ ମାଙ୍କୁ ଦର୍ଶନ କରନ୍ତି। ସମୟ ତ କାହାକୁ ଅପେକ୍ଷା କରେ ନାହିଁ, କିନ୍ତୁ କର୍ତ୍ତବ୍ୟରତ ଆକାଶ ମଝିରେ ମଝିରେ କଟକ ଯାଇ ମାଙ୍କ କଥା ବୁଝି ଆସନ୍ତି। ନିଜ ଜନ୍ମଦାତ୍ରୀ ମାର ଯେମିତି କିଛି ଅସୁବିଧା ନ ହେବ, ତେଣୁ ଘରେ ଚାକରଟିଏ ରଖିଛନ୍ତି। ସମୟ ଗଡ଼ି ଚାଲିଛି। ଇତିମଧ୍ୟରେ ରଜ ସଂକ୍ରାନ୍ତି ପାଖେଇ ଆସିଥିଲା। ଆକାଶଙ୍କ ପାଇଁ ସେ ଗାଁରେ ରଜ ପର୍ବ ପାଳନ କରିବା ପ୍ରଥମ ଥିଲା। ଉକ୍ତ ଗାଁରେ ରଜ ପର୍ବକୁ ଖୁବ୍ ଜାକଜମକରେ ପାଳନ କରିଥାନ୍ତି ଗ୍ରାମବାସୀମାନେ। ତେଣୁ 8 ଦିନ ପୂର୍ବରୁ ଘରଦ୍ୱାର, ଗାଁ ଦାଣ୍ଡ, ପୋଖରୀ ଇତ୍ୟାଦି ପରିଷ୍କାର ପରିଚ୍ଛନ୍ନ କରିଦେଲେ। ସମସ୍ତଙ୍କର ପ୍ରତୀକ୍ଷିତ ରଜ ଆସିବା ପରେ ପହିଲି ରଜରେ ଗାଁର ଆବାଳ ବୃଦ୍ଧ ବନିତା ଏକତ୍ରିତ ହୋଇ ଗାଁ ପୋଖରୀରେ ଅନ୍ଧାରୁ ଅନ୍ଧାରୁ ଗାଧୁଆ ପାଧୁଆ ସାରି ଗ୍ରାମଦେବତୀଙ୍କ ପାଖରେ ମୁଣ୍ଡିଆ ମାରି ଘରକୁ ଫେରି ଝିଅ ବୋହୂମାନେ ନୂଆ ବସ୍ତ୍ର ପରିଧାନ କଲେ। ରଜ 2 ଦିନ କଟିଗଲା। ଆକାଶକୁ କିଛି ଖାସ୍ ଲାଗୁନଥିଲା, କିନ୍ତୁ ଗ୍ରାମବାସୀଙ୍କ ଅନୁରୋଧ ରକ୍ଷା କରି ଛୁଟିରେ ଘରକୁ ନ ଯାଇ ଏଇଠାରେ ରଜ ପର୍ବ ପାଳନ କରି ସମସ୍ତଙ୍କ ଖୁସି ଅନୁଭବ କରୁଥାନ୍ତି। ଶେଷ ରଜ ଦିନ ସକାଳୁ ଗାଁ ଝିଅ ଓ ବୋହୂମାନେ ପୋଖରୀରେ ବୁଡ଼ ପକାଇ ସାରି କଳସୀରେ ପାଣି ନେଇ ଗ୍ରାମ ଠାକୁରାଣୀଙ୍କୁ ଗାଧେଇ ଦେଇ ନୂଆ ଶାଢ଼ୀ ପିନ୍ଧାଇଲେ। ମଣ୍ଡପକୁ ଭଲ ଭାବରେ ଧୋଇ ଚାରିଆଡ଼େ ଚିତା ପକାଇଲେ। ପୁରୁଷମାନେ ନିଜ ନିଜ କାମ ସାରି ମଣ୍ଡପକୁ ଫୁଲ ଆଉ ରଙ୍ଗୀନ କାଗଜରେ ସଜେଇ ଦେଲେ।
ଦିନଟା ଏହିପରି କଟିଗଲା। ସିନ୍ଦୁରା ଫାଟି ଆକାଶ ରକ୍ତବର୍ଣ୍ଣା ହେଲା। ଚଢ଼େଇମାନେ ଡେଣା ଝାଡ଼ି ନିଜ ନିଜ ନୀଡ଼କୁ ଫେରିଗଲେ। ସନ୍ଧ୍ୟାରାଣୀ ଧରଣୀ ସ୍ପର୍ଶ କରିବା ମାତ୍ରେ ଗାଁ ଲୋକେ ସମସ୍ତେ ଖୁସିରେ ଠାକୁରାଣୀଙ୍କ ପାଖରେ ଏକାଠି ହୋଇ ନିଜ ନିଜର ଶୁଭ ମନାସିଲେ। ଯୁବତୀମାନେ ଏକାଗ୍ର ଚିତ୍ତରେ ମାଙ୍କ ପାଖରେ ନିଜ ଅଭିଳାଷ ଜଣାଉଥାନ୍ତି। ମାଙ୍କ ପୂଜା ଅର୍ଚ୍ଚନା ପରେ ଆଳତୀ ଆରମ୍ଭ ହେଲା। ଝାଞ୍ଜ କୀର୍ତ୍ତନ ହୁଳହୁଳି ହରିବୋଲ ଶଙ୍ଖଧ୍ୱନିରେ ଗାଁ କମ୍ପିଗଲା। ଆକାଶ ମଧ୍ୟ ଯାଉଥିଲେ ଲୋକଙ୍କ ଖୁସିରେ ନିଜକୁ ସାମିଲ କରିବାକୁ। ଏକାଗ୍ରତା ସହ ମାଙ୍କ ପାଖରେ ଆଖି ବୁଜି ଠିଆ ହୋଇଥାନ୍ତି। ଆଳତୀ ସରିବା ପରେ ଆଖି ଖୋଲିଲେ ଆକାଶ। ହଠାତ୍ କିଛି ସମୟ ପାଇଁ ସ୍ଥାଣୁ ପାଲଟିଗଲେ। ନିଜ ଆଖିରେ ଯାହା ଦେଖୁଛନ୍ତି ସତ ନା ସ୍ୱପ୍ନ ବିଶ୍ୱାସ କରିପାରିଲେନି ଆକାଶ। ଅପଲକ ନୟନରେ ଚାହିଁ ରହିଥାନ୍ତି ତାଙ୍କ ସମ୍ମୁଖରେ ନାଲି ଶାଢ଼ୀ ପିନ୍ଧି ପ୍ରସାଦ ବାଣ୍ଟୁଥିବା ଝିଅଟିକୁ। ଚମ୍ପା ଫୁଲ ପରି ଗୋରା ରଙ୍ଗ, ମୃଗ ନୟନୀ ଆଖି, ଗୋଲାପୀ ରଙ୍ଗର ଓଠ, ଲମ୍ବା ନାକ ସାଙ୍ଗକୁ ଲମ୍ବା ବେଣୀ। ନ ଦେଖିଲା ଲୋକ ଏତେ ସୁନ୍ଦର ରୂପର ବର୍ଣ୍ଣନା କରିପାରିବ ନାହିଁ। ନିଜକୁ ଟିକେ ଚିମୁଟି ପ୍ରଥମେ ସତ୍ୟତାକୁ ଅନୁଭବ କଲେ ଆକାଶ। ନିଜକୁ ନିଜେ ହସି କହିଲେ, ସତରେ ଝିଅଟି ଯେମିତି ମୋ ପାଇଁ ଜନ୍ମ, ଯାହାକୁ ତୃଷାର୍ତ୍ତ ପଥିକଟିଏ ପରି ମୋ ଆଖି ଦୁଇଟି ଆଜି ଯାଏ ଖୋଜି ବୁଲୁଛି। ସହରର ଏତେ ସୁନ୍ଦର ଝିଅ ଥାଇ ବି କେହି ମୋ ଦୃଷ୍ଟି ଫେରାଇ ପାରି ନଥିଲେ, କିନ୍ତୁ ଆଜି ଯେମିତି ମୁଁ ମୋ ଠିକଣା ହଜାଇ ଦେଇଛି। ପ୍ରଥମ ଦେଖାରେ ଏଇ ଝିଅଟି ମୋ ମନକୁ ବିଚଳିତ କରିଦେଇଛି। କିଏ ଏଇ ସୁନ୍ଦରୀ ତରୁଣୀ, କ'ଣ ୟା ପରିଚୟ? ଏମିତି ମନକୁ ମନ ଗପୁଥିଲେ ଆକାଶ। ହଠାତ୍ ଝିଅଟି ପ୍ରସାଦ ଦେବା ପାଇଁ ହାତ ବଢ଼ାଇ ଦେଲା। ନିଜକୁ ସମ୍ଭାଳି ପ୍ରସାଦ ଗ୍ରହଣ କରିଥିଲେ ଆକାଶ। ତାପରେ ଗାଁ ଲୋକଙ୍କ ସହ ମିଶି ଏକ ବଡ଼ ଧରଣର ଭୋଜିର ଆୟୋଜନରେ ଲାଗିଗଲେ ଆକାଶ। ଚାରିଆଡ଼େ ରଙ୍ଗୀନ ଆଲୋକରେ ସଜା ହୋଇଛି। 2-3ଟି ଚୁଲି ଲାଗି ବଡ଼ ବଡ଼ ହଣ୍ଡା ବସିଛି। ସମସ୍ତଙ୍କ ପାଇଁ ରୋଷେଇ ହେବ। ଝିଅ ବୋହୂମାନେ ପରିବାପତ୍ର କଟାକଟିରେ ଲାଗି ଯାଇଥିଲେ, ଆଉ ପୁରୁଷମାନେ ଅଣ୍ଟାରେ ଗାମୁଛା ଭିଡ଼ି ରୋଷେଇରେ ଲାଗି ଯାଇଥିଲେ ଏବଂ କାମ ଓ ଗପସପ ଭିତରେ ତାସ୍ ଖେଳ ମଧ୍ୟ ଜମାଇ ଦେଇଥିଲେ। ଛୋଟ ଛୁଆମାନେ ଖୁସିରେ ହୋ ହାଲ୍ଲା ହୋଇ ଖେଳରେ ମାତିଥାନ୍ତି। ସମସ୍ତଙ୍କ ମନରେ ଖୁସିର ଲହରୀ ତରଙ୍ଗାୟିତ ହେଉଥିଲା। ସେ ସୁନ୍ଦରୀ ଝିଅଟି ମଧ୍ୟ କାମରେ ଲାଗି ଯାଇଥିଲେ। ମଣ୍ଡପ ଉପରେ ବସି ସମସ୍ତଙ୍କ ନଜର ଆଢ଼ୁଆଳିରେ ଝିଅଟିକୁ ଚାହୁଁଥିଲେ ଆକାଶ। କଥା କଥାରେ ତା ଖିଲିଖିଲି ହସ ଆକାଶଙ୍କ ଛାତିରେ ଶିହରଣ ଖେଳାଇ ଦେଉଥାଏ। ସମୟ ବଢ଼ିବା ସହ ଝିଅଟି ବିଷୟରେ ଜାଣିବା ପାଇଁ ଆକାଶଙ୍କ ଉତ୍କଣ୍ଠା ମଧ୍ୟ ବଢ଼ି ବଢ଼ି ଚାଲୁଥିଲା। ଏହାପରେ ରୋଷେଇବାସ ସରି ଖିଆପିଆ ଆରମ୍ଭ ହୋଇଗଲା। ଖାଇବା ସମୟରେ ଆକାଶ ଅତି ସତର୍କତାର ସହ ନିଜ ଆତ୍ମସମ୍ମାନକୁ ଜଗି ଜଣେ ବୟସ୍କ ବ୍ୟକ୍ତିଙ୍କୁ ଝିଅଟି ବିଷୟରେ ବୁଝି ଏତିକି ଜାଣିଲେ, ଝିଅର ନାମ ସୀମା। ପିଲାଦିନରୁ ତା ମା ମରିଯାଇଛନ୍ତି, ତେଣୁ ଏଇ ଗାଁର ଝିଅ ହେଲେ ବି ସେ ତା ମାମୁଁ ଘରେ ରୁହେ। ସୀମାର ବାପା ଏଇଠି ରୁହନ୍ତି ଏକା। ସୀମା ମଝିରେ ମଝିରେ ଘରକୁ ଆସେ। ଭୋଜିଭାତ ସରିଗଲା, ଯିଏ ଯେଝା ଘରକୁ ଫେରିଗଲେ। ଆକାଶ ମଧ୍ୟ। କିନ୍ତୁ ରାତି ସାରା ଆକାଶଙ୍କ ଆଖିରେ ନିଦ ନାହିଁ। ସାରା ରାତି କଡ଼ ଲେଉଟାଇ ସୀମା କଥା ଭାବିଲେ ଆକାଶ। ମନେ ମନେ ଭଲ ପାଇ ବସିଲେ ସୀମାକୁ। ତା ପରଦିନ ପ୍ରଭାତରୁ ଉଠି କାମ ସାରି ଅଫିସ ଗଲେ, ହେଲେ ମନ ଲାଗିଲାନି କାମରେ। ସନ୍ଧ୍ୟାରେ ଫେରିଆସି ଗଲେ ମନ୍ଦିର, କିନ୍ତୁ ତାଙ୍କର ଆଖି ଦୁଇଟି ଖୋଜି ପାଇଲାନି ନିଜ ମନର ମାନସୀକୁ। ଏମିତି 10 ଦିନ କଟିଗଲା, ହେଲେ ସୀମାକୁ ଦେଖିପାରିଲେନି। ଶେଷରେ ଧୈର୍ଯ୍ୟହରା ହୋଇ ଗାଁର କିଛି ମୁରବୀ ଲୋକଙ୍କୁ ନିଜ ମନ କଥା କହି ସୀମା ସହ ତାଙ୍କର ବାହାଘର ପ୍ରସ୍ତାବ ଦେଇଥିଲେ ଆକାଶ। ଆକାଶ ବାବୁଙ୍କ ପରି ଜ୍ୱାଇଁ ଭାଗ୍ୟରେ ଥିଲେ ମିଳନ୍ତି, ତେଣୁ ମନା କରିପାରିଲେନି ଆକାଶକୁ ସୀମାର ବାପା। ତଥାପି ମଧ୍ୟ ସୀମାର ମତାମତ ଲୋଡ଼ିବାକୁ ଉଚିତ ମଣି ମାମୁଁ ଘରୁ ଡକାଇ ପଠାଇଲେ ସୀମାକୁ। ଏହି ସମୟ ଭିତରେ ଆକାଶ ନିଷ୍ପତ୍ତି ନେଲେ କଟକ ଯାଇ ମାଙ୍କୁ ସବୁ କଥା ଜଣାଇ ସାଙ୍ଗରେ ଆଣି ସୀମା ଓ ତା ପରିବାର ସହ ସାକ୍ଷାତ କରାଇ ମାଙ୍କ ଉପସ୍ଥିତିରେ ବିବାହ କରିବେ। ସେ ଅଫିସରୁ ଛୁଟି ନେଇ ଘରକୁ ଯିବା ପାଇଁ ବାହାରିଥାନ୍ତି। ଗୋଟିଏ ଟେଲିଗ୍ରାମ ଆସି ପହଞ୍ଚିଲା। ମା ପଠାଇଥିଲେ। ଲେଖା ଥିଲା, ବାପାରେ, ତତେ ନ ଜଣାଇ 4 ଧାମ ତୀର୍ଥକୁ ଯାଉଛି। ମୋର ମାନସିକ ଥିଲା ବୃନ୍ଦାବନରେ ବର୍ଷଟିଏ ରହିବାକୁ। ଅଚାନକ ଯିବାକୁ ହେଲା, ତେଣୁ ତତେ ସାକ୍ଷାତ କରିପାରିଲିନି। ମା। ଆକାଶ ବ୍ୟସ୍ତ ହୋଇଗଲେ। ଏମିତି କେମିତି ମା ମୋତେ ଦେଖା ନ କରି ପଳାଇ ଗଲେ? ତାଙ୍କ ସହିତ ମୁଁ କିପରି କଣ୍ଟାକ୍ଟ କରିବି? କେମିତି ଗଲେ, କେବେ ଆସିବେ, କିଛି ବି କହିଲେନି। ତଥାପି ସ୍ଥିର କଲେ ଅଫିସ ଯାଇ ଦାଦାକୁ ଫୋନ କରି ସବୁ ବୁଝି ଆସିବାକୁ। ତେଣୁ ଅବିଳମ୍ବେ ଅଫିସ ଗଲେ। ପଡ଼ୋଶୀ ଦାଦାଙ୍କଠାରୁ ମାଙ୍କ ବିଷୟରେ ସବିଶେଷ ତଥ୍ୟ ପାଇବା ପରେ ଆଶ୍ୱସ୍ତ ହୋଇଥିଲେ ଆକାଶ। ସୀମା ଗାଁକୁ ଆସିବା ପରେ ଆକାଶଙ୍କ ବିଷୟରେ ସବୁ କହିସାରିବା ପରେ ତା ମତ ନେବାକୁ ଚାହିଁଲେ ସୀମାର ବାପା। ଲାଜରେ ଝାଉଁଳି ପଡ଼ିଲା ସୀମା। ବାପାଙ୍କ ପାଖରୁ ଉଠି ପଳାଇଲା।
ମୌନ ବ୍ରତେ ସମ୍ମତି ଲକ୍ଷଣ, ତେଣୁ ଆକାଶକୁ ଜଣାଇଲେ ସୀମାର ବାପା। ଧୀରେ ଧୀରେ ଆକାଶ ଓ ସୀମାଙ୍କ ମିଳାମିଶା ବଢ଼ିବାକୁ ଲାଗିଲା। ଅବାଧରେ ସୀମା ଆକାଶର ବସାକୁ ଯାଏ ଏବଂ ଆକାଶ ସୀମା ଘରକୁ ଯାଆନ୍ତି। ଦୁଇଟି ଶରୀର ଗୋଟିଏ ମନ ସୁନ୍ଦର ନୀଡ଼ଟିଏ ରଚନା କରିବାର ସ୍ୱପ୍ନରେ ବିଭୋର ହୋଇଗଲେ। 2 ଦିନ ଧରି ଆକାଶକୁ ପ୍ରବଳ ଜ୍ୱର। ଘରୁ ଉଠି ପାରୁନଥିଲେ। ତେଣୁ ସୀମା ପାଖେ ପାଖେ ରହି ସେବା ଯତ୍ନ କରୁଥାଏ। ଦିନସାରା ପାଖରେ ରହି ରାତିରେ ଘରକୁ ଫେରିଯାଏ ସୀମା। ଆକାଶ ଟିକେ ଆରାମ ଅନୁଭବ କଲେ। କାମ ସାରି ସନ୍ଧ୍ୟାରେ ଘରକୁ ଫେରିବା ପାଇଁ ବିବ୍ରତ ସୀମାର ହାତ ଧରିନେଲେ ଆକାଶ। ଆଗକୁ ଯାଉ ଯାଉ ପଛକୁ ଫେରି ଚାହିଁଲା ସୀମା। ଦୁଇ ଆତ୍ମା ଚାରି ଚକ୍ଷୁର ମିଳନ ଏକ ନିରୋଳା ମୁହୂର୍ତ୍ତରେ। ସୀମାକୁ ନିଜ ଛାତି ଉପରକୁ ଭିଡ଼ି ଧରି ପ୍ରୀତିର ଚୁମ୍ବନଟିଏ ଆଙ୍କିଦେଲେ ସୀମାର ମଥାରେ। ଯୌବନର ପହଲି ଛୁଆଁ ନିଜର ସ୍ୱପ୍ନର ପୁରୁଷର ଛାତିରେ ବିଜୁଳି ମାରିଲା ପରି ଶିହରଣ ଖେଳି ଯାଇଥିଲା ସୀମା ଦେହ ଓ ସମଗ୍ର ଶରୀରରେ। ଲାଜେଇଗଲା ସୀମା। ଆକାଶ ବାହୁବନ୍ଧନରୁ ମୁକ୍ତ ହେବାକୁ ଚାହୁଁନଥିବା ମନକୁ ନିଜ ଆୟତ୍ତକୁ ଆଣି ଆକାଶଙ୍କ ଛାତିରେ ନିଜ ଲାଜକୁଳି ମୁହଁକୁ ଲୁଚାଇ ଦେଇଥିଲା ସୀମା। ଆକାଶଙ୍କ ବାହୁବନ୍ଧନରୁ ନିଜକୁ ମୁକୁଳାଇ ଲାଜରେ ଦୌଡ଼ି ପଳାଇଲା ସୀମା। ଆକାଶ ଅପଲକ ନୟନରେ ଚାହିଁଥାନ୍ତି ସୀମାକୁ। ସମୟ ଗଡ଼ିବା ଦେଖି ସୀମାର ବାପା ଆକାଶକୁ ଅନୁରୋଧ କଲେ, ଆକାଶ ବାବୁ, ସୀମା ଓ ଆପଣଙ୍କ ମିଳାମିଶାକୁ ନେଇ ଗାଁ ଲୋକେ ଅନେକ ଟୁପୁରୁ ଟାପୁରୁ ହେଉଛନ୍ତି। ଆପଣ ଦୟାକରି ମୋ ଝିଅକୁ ବିବାହ କରି ସ୍ତ୍ରୀର ସମ୍ମାନ ଦିଅନ୍ତୁ। ରାଜି ହୋଇଗଲେ ଆକାଶ। ଶୁଭବେଳା ଦେଖି ସାଧାସିଧା ଭାବରେ ଗାଁ ଠାକୁରାଣୀଙ୍କ ପାଖରେ ବାହାଘର ହେଲା ସୀମା ଓ ଆକାଶଙ୍କର। ଶଙ୍ଖ ହୁଳହୁଳି ଶବ୍ଦରେ ଗାଁ ଲୋକଙ୍କ ଆଶୀର୍ବାଦରେ ଦୁଇଟି ଉଡ଼ା ଚଢ଼େଇ ବାନ୍ଧି ହୋଇଗଲେ ସାଂସାରିକ ବନ୍ଧନରେ। ଗ୍ରାମ ଦେବତୀଙ୍କ ପାଖରେ କୋଟି କୋଟି ପ୍ରଣାମ ଜଣାଇଲେ ଆକାଶ। ନିଜ ଜନ୍ମଦାତ୍ରୀ ମା'ର ଅନୁପସ୍ଥିତିରେ ମା'ଙ୍କୁ ନ ଜଣାଇ ବିବାହ କରିଥିବାରୁ ଅନୁତାପ କରୁଥିଲେ ଆକାଶ। କିନ୍ତୁ ତାଙ୍କ ମା'ଙ୍କ ଉପରେ ଭରସା ଥିଲା ଯେ ବୃନ୍ଦାବନରୁ ଫେରିଲେ ସବୁ କଥା ଜାଣିବା ପରେ ସେ ନିଶ୍ଚିନ୍ତ ଭାବେ ସୀମାକୁ ସାଦରେ ଗ୍ରହଣ କରିବେ। ତେଣୁ ସମୟ ଉପରେ ଛାଡ଼ିଦେଇ ସମୟକୁ ଅପେକ୍ଷା କଲେ ଆକାଶ। ମଥାରେ ଓଢ଼ଣା ଦେଇ ଫୁଲ ସେଜରେ ଆକାଶକୁ ଅପେକ୍ଷା କରି ବସିଥିଲା ସୀମା। ଆକାଶ ଆସିବା ପରେ ଓଢ଼ଣୀ ଭିତରେ ଲାଜେଇ ଯାଇଥିଲା ସୀମା। ଆକାଶ ଧୀରେ କରି ସୀମା ମଥାରୁ ଓଢ଼ଣା ଖୋଲି ଏକ ଲୟରେ ସୀମାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାରେ ଲାଗିଲେ। ଲାଲ ପାଟ ଶାଢ଼ୀ, ସିନ୍ଥିରେ ସିନ୍ଦୁର, ମଥାରେ ଟିକିଲି, ପାଦରେ ପାଉଁଜି ସାଙ୍ଗକୁ ଝୁଣ୍ଟିଆ ଆଉ ନାଲି ଅଳତା ପିନ୍ଧି ନବବଧୂ ସୀମା ଲାଲ ଟୁକ୍ ସାଧବ ବୋହୂଟେ ପରି ଦିଶୁଥିଲା। ଦୁହିଁଙ୍କ ଚାରି ଆଖିର ମିଳନରେ ଲାଜେଇ ଯାଇ ଆଖି ବୁଜିଥିଲା ସୀମା। ପଚାରିଲା, ଏମିତି କ'ଣ ଚାହୁଁଛ? ସୀମାର ପପୁଲିକୁ ଆଣି ନିଜ ଗାଲରେ ଲଗାଇ ଆକାଶ କହିଲେ, ସତରେ ସୀମା, ତୁମକୁ ଆଜି ମନ ଭରି ଦେଖିବାକୁ ଇଚ୍ଛା ହେଉଛି। ତୁମ କୋଳରେ ମଥା ରଖି ନୀଳ ଆକାଶକୁ ଚାହିଁ ରଙ୍ଗୀନ ସ୍ୱପ୍ନରେ ନିଜକୁ ହଜାଇ ଦେବାକୁ ଇଚ୍ଛା ହେଉଛି। ସୀମା ଆକାଶଙ୍କ ଚୁଟି ସାଉଁଳାଇ କହିଲେ, ମୁଁ ତୁମ ପାଖରେ ଥାଉ ଥାଉ ତୁମେ ନିଜକୁ କେଉଁ ସ୍ୱପ୍ନ ରାଜ୍ୟରେ ହଜାଇ ଦେଇଛ? ହସି ଦେଇ ସୀମାର ଗାଲ ଚିପି ଦେଇଥିଲେ ଆକାଶ। ଏହାପରେ ସୀମା ପଚାରିଲେ, ଗୋଟେ କଥା ପଚାରିବି? ହଁ, ପଚାର। ମା ଆମ ବାହାଘର ବିଷୟରେ ଜାଣିଲେ ଆମକୁ ସ୍ୱୀକାର କରିବେ ତ? ତୁମେ ବ୍ୟସ୍ତ ହୁଅ ନାହିଁ। 10 ଦିଗକୁ ସାକ୍ଷୀ ରଖି ମୁଁ ତୁମ ମଥାରେ ସିନ୍ଦୁର ଦେଇଛି। ତୁମେ ମୋ ସ୍ତ୍ରୀ, ମୋ 7 ଜନ୍ମର ସାଥୀ। ମା ବୃନ୍ଦାବନରୁ ଫେରିଲେ ମୁଁ ସବୁ କଥା ମା'ଙ୍କୁ ଜଣାଇ ତୁମକୁ ତୁମ ନୂଆ ଘରକୁ ନେଇଯିବି। ସମୟ ତାଳରେ ଆକାଶ ଓ ସୀମା ଦୁହେଁ ଦୁହିଁଙ୍କୁ ନିଜଠାରୁ ଅଧିକ ଭଲ ପାଇ ବସିଲେ। ଦୁଇଟି ଶରୀର ଗୋଟିଏ ଆତ୍ମା। କେହି କାହାକୁ ଦଣ୍ଡ ଛାଡ଼ି ରହିପାରୁନଥିଲେ। ଏହା ମଧ୍ୟରେ 1 ବର୍ଷ ବିତି ଯାଇଥିଲେ ସୁଦ୍ଧା ଆକାଶଙ୍କ ମା ବୃନ୍ଦାବନରୁ ଫେରି ନଥିଲେ। ତେଣୁ ମା'ଙ୍କ ସହିତ ଯୋଗାଯୋଗ ହୋଇପାରିନଥିଲା ଆକାଶଙ୍କର। ଏତେ ଦିନ ଧରି ମା'ଙ୍କ ସହିତ ଯୋଗାଯୋଗ ନ ଥିବାରୁ ମା କଥା ବି ବହୁତ ମନେ ପଡ଼ୁଥାଏ ଆକାଶଙ୍କର। ଏପଟେ ସୀମା ଗର୍ଭବତୀ, ଯେକୌଣସି ମୁହୂର୍ତ୍ତରେ ପିଲା ଜନ୍ମ ନେଇପାରେ। ତେଣୁ ସୀମା ପାଖେ ପାଖେ ରହି ସୀମାର ଡେଲିଭରି ଯାଏ ଅପେକ୍ଷା କଲେ ଆକାଶ। ଡେଲିଭରି ପରେ ଯେମିତି ହେଉ ବୃନ୍ଦାବନ ଯାଇ ମା'ଙ୍କୁ ଦେଖା କରି ସବୁ କଥା ଜଣାଇବେ ଆଉ ସାଙ୍ଗରେ ଘରକୁ ନେଇ ଆସିବେ। ଦଶପଲ୍ଲାରେ ଆକାଶଙ୍କ ଚାକିରି ସମୟ ଆଉ ମାତ୍ର ମାସଟିଏ ରହିଲା। ଏହାପରେ ତାଙ୍କୁ ପୁଣି ଭୁବନେଶ୍ୱର ଫେରିଯିବାକୁ ହେବ। ତେଣୁ ଭୁବନେଶ୍ୱର ଫେରିବା ପୂର୍ବରୁ ସବୁକିଛି ସମାଧାନ କରି ନିଜ ସହ ସୀମା ଓ ନବଜନ୍ମିତ ସନ୍ତାନକୁ ନେଇ ଯିବାକୁ ହେବ। ସନ୍ଧ୍ୟା ସମୟ। ଅଗଣାରେ ଖଟିଆଟିଏ ପକେଇ ଗଡ଼ୁଥାନ୍ତି ଆକାଶ। ଭାବୁଥାନ୍ତି ଡକ୍ଟରଙ୍କ ଅନୁସାରେ ସୀମାର ଡେଲିଭରି ଆଉ 2 ଦିନ ରହିଲା। କେମିତି ଭଲରେ ଭଲରେ ହୋଇଗଲେ ମା ପାଖକୁ ବୃନ୍ଦାବନ ଯିବାକୁ ପଡ଼ିବ। ଅଜ୍ଞାତବାସ ଗଲା ପରି ମା ଏପରି କଠୋର ମାନସିକ କରି ବୃନ୍ଦାବନ ଯାଇଛନ୍ତି ଯେ ନା କିଛି ଖବର ଦେଉଛନ୍ତି ନା ଘରକୁ ଆସୁଛନ୍ତି। ଏହି ସମୟରେ ଲେବର ପେନ୍ ଆରମ୍ଭ ହୋଇଥିଲା ସୀମାର।
ସାଙ୍ଗେ ସାଙ୍ଗେ ନିକଟରେ ଥିବା ହସ୍ପିଟାଲକୁ ନେଇଗଲେ ଆକାଶ। କୁନି ଝିଅଟିଏ ଜନ୍ମ ନେଇଥିଲା। ଆକାଶ ତା ନାମ ଦେଲେ ନୀନା। ଝିଅ ଜନ୍ମ ନେବା ପରେ ଝିଅର 21 ପୂଜା ପୂର୍ବରୁ ଯେମିତି ହେଲେ ମାଆଙ୍କୁ ଖୋଜି ଆଣି ସବୁ କଥା ଜଣାଇବାକୁ ମନସ୍ଥ କରିଥାନ୍ତି ଆକାଶ। ଦଶପଲ୍ଲାରେ ଥିଲା ଚାକିରିର ଲାଷ୍ଟ ଡେ ଆକାଶଙ୍କର। ଭୁବନେଶ୍ୱର ଅଫିସରେ ଜଏନ୍ କରିବାକୁ ପଡ଼ିବ। ଆଗକୁ ଥାଏ ଝିଅର ପୂଜା। ତେଣୁ ଭୁବନେଶ୍ୱରରେ ଜଏନ୍ କରି ଛୁଟି ନେଇ ପ୍ରଥମେ ମାଆଙ୍କ ପାଖକୁ ଯିବାକୁ ହେବ। ସେଠାରୁ ଆସିଲେ 21 ପୂଜା ସାରି ସୀମା ଓ ନୀନାକୁ ସବୁଦିନ ପାଇଁ ସାଙ୍ଗରେ ନେଇଯିବେ। ସୀମାକୁ ସବୁ କଥା କହିବା ପରେ ଭୁବନେଶ୍ୱର ବାହାରିଥାନ୍ତି ଆକାଶ। ହଠାତ୍ ଅଫିସରୁ ଜଣେ ଆସି ଖବର ଦେଲେ ଆପଣଙ୍କ ମାଆଙ୍କ ଦେହ ଖରାପ, ଫୋନ୍ ଆସିଥିଲା ଆପଣଙ୍କୁ ଯିବାକୁ ହେବ। ବ୍ୟସ୍ତ ବିବ୍ରତ ଆକାଶ କୁନି ଝିଅ ନୀନାକୁ ଗେଲ କରି ସୀମାକୁ ଆଶ୍ୱାସନା ଦେଇ କହିଲେ ତୁମେ ବ୍ୟସ୍ତ ହୁଅ ନାହିଁ। ଝିଅର ପୂଜା ପୂର୍ବରୁ ମୁଁ ମାଆକୁ ସାଥିରେ ଆଣି ଆସି ପହଞ୍ଚିବି। ଆଉ ତୁମକୁ ସବୁଦିନ ପାଇଁ ସାଙ୍ଗରେ ନେଇଯିବି। ସେ ପର୍ଯ୍ୟନ୍ତ ଝିଅର ତୁମର ଦାୟିତ୍ୱ ନେବ। ଅଶ୍ରୁଳ ନୟନରେ ବିଦାୟ ଦେଲା ସୀମା। ଘର ଦୁଆର ମୁହଁରେ ଲଗେଜ୍ ଫୋପାଡ଼ି ଦେଇ ମା ଡାକି ଭିତରକୁ ଦୌଡ଼ି ଗଲେ ଆକାଶ। କିନ୍ତୁ ଏ କ'ଣ? ମା ତାଙ୍କର ଯେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ। ଆକାଶକୁ ଦେଖି କୋଟିନିଧି ହେଲା ପରି ଆଉଁସି ପକେଇଲେ ଆକାଶକୁ। ଚାକରକୁ କହିଲେ ଗଲୁ, ମୋ ଧନ ପାଇଁ କ'ଣ ଟିକେ ଜଳଖିଆ ବନେଇବୁ। କେତେ ମାସ ହେବ ତାକୁ ଦେଖି ନାହିଁ, ଶୁଖିଲା ଦିଶିଲାଣି। ମା ଆଖିରୁ ଟପ୍ ଟପ୍ ହୋଇ ଝରି ପଡ଼ୁଥିଲା ଲୁହ। ମା ଲୁହ ପୋଛିଲା ବେଳେ ଆକାଶ ଅନୁଭବ କଲେ ମା ଦେହରେ ଯେ ଖଇ ଫୁଟା ଜ୍ୱର। ଯେତେ ଶୀଘ୍ର ଡାକ୍ତରଙ୍କ ପାଖକୁ ନେବାକୁ ହେବ। ତେଣୁ ଆକାଶ ମାଆଙ୍କୁ ଉଠାଇଲେ ଡାକ୍ତରଙ୍କ ପାଖକୁ ନେବାକୁ। କିନ୍ତୁ ମନା କଲେ ତାଙ୍କ ମା। କହିଲେ ଧନରେ ତତେ ଦେଖିଦେଲି, ମୋ ଜ୍ୱର ଭଲ ହେଇଯିବ। ନିଆଁ ଲଗା ଜ୍ୱରଟା 4 ମାସ ହେଲାଣି ଲାଗି ରହିଛି ଯେ ଯେତେ ଔଷଧ ଖାଇଲେ ବି ଛାଡ଼ୁନି। ମାଆଙ୍କୁ ନିଜ ବିଷୟରେ କିଛି ବି କହିପାରିଲେନି ଆକାଶ। ଅପେକ୍ଷା କଲେ ମାଆଙ୍କ ସୁସ୍ଥ ହେବା ଯାଏ। ଆଉ ତାଙ୍କ ପରିଚିତ ଡାକ୍ତରଙ୍କ ପାଖକୁ ଫୋନ୍ ଲଗାଇଲେ ଆକାଶ। ଅଫିସରୁ ଛୁଟି ଆଣି ମାଆଙ୍କ ପାଖରେ ରହି ସେବା ଯତ୍ନ କରିଥାନ୍ତି ଆକାଶ। କିନ୍ତୁ ଦିନକୁ ଦିନ ମାଆଙ୍କ ଦେହ ଖରାପ ହୋଇଯାଇଥାଏ। ନୀନାର 21 ପୂଜା ଆଉ 5 ଦିନ ରହିଲା। କ'ଣ କରିବେ ଆକାଶ ବୁଦ୍ଧି ଦିଶୁନଥାଏ। ଆକାଶଙ୍କ ହାତ ଧରି ନେଇ ମା ତାଙ୍କୁ କହିଲେ ବାବୁରେ, ମଲାବେଳକୁ ମୋର ଗୋଟିଏ ଶେଷ କଥା ରଖିବୁ। ଛି ମା, ଏମିତି କ'ଣ କହୁଛୁ? ତୋର ଯାହା କହିବାର ଅଛି ମୋତେ ଆଦେଶ ଦେଇ କହ। ଆକାଶ କେତେ ଆଶା ନେଇ ତୋ ବାହାଘର ଦେଖିବି ବୋଲି ମୁଁ ମୋ ମକର ଝିଅ ସହିତ ଠିକ୍ କରିଦେଇଛି। ବାବାରେ, ମୁଁ ଆଉ ବେଶୀ ଦିନ ବଞ୍ଚିବି ନାହିଁ। ଏଇ 23 ତାରିଖରେ ତୋ ବାହାଘର। ମୋର ଶେଷ ଇଚ୍ଛା ଟିକକ ପୂରଣ କରି ମୋତେ ଶାନ୍ତିରେ ଟିକେ ମରିବାକୁ ଦେ। ଚମକି ଉଠିଲେ ଆକାଶ। ଏଇ 23 ତାରିଖ ଦିନ ଯେ ମୋ ନୀନାର 21। ମୋତେ ଯେମିତି ହଉ ସେଠାକୁ ଯିବାକୁ ପଡ଼ିବ। ହେ ଭଗବାନ, ମା ଏ କ'ଣ କହିଦେଲେ? ମୁଁ ଯେ ବିବାହିତ ଓ ଏକ କନ୍ୟା ସନ୍ତାନର ଜନକ। ଏ ଅସମୟରେ ମାଆକୁ କେମିତି ବୁଝାଇବି? ମୁଁ ଏବେ କ'ଣ କରିବି? କାହିଁକି ଆଜି ଯାଏ ମାଆକୁ ସତ ଲୁଚାଇ ରଖିଲି? ସେପଟେ ସୀମା ଓ ନୀନା, ଆଉ ଏପଟେ ମାଆଙ୍କର ଶେଷ ଇଚ୍ଛା। କ'ଣ କରିବେ ଆକାଶ? କିଛି ଚିନ୍ତା କରି ପାରୁନଥିଲେ। ଶେଷରେ ବାଧ୍ୟ ହୋଇ ବିବାହ କଲେ ମାଆଙ୍କ ମକର ଝିଅ ରୂପାକୁ। ଆକାଶଙ୍କ ଜୀବନର ସବୁଠାରୁ କଷ୍ଟ ଆଉ ଦୁଃଖର ଦିନ ଥିଲା। କାରଣ ଯେଉଁଦିନ ମାଆଙ୍କ ଶେଷ ଅନୁରୋଧ ରକ୍ଷା କରି ଆକାଶ ନିଜ ଅନିଚ୍ଛା ସତ୍ତ୍ୱେ ଦ୍ୱିତୀୟ ବିବାହ କଲେ, ସଂଯୋଗବଶତଃ ସେହି ଦିନ ଥିଲା ତାଙ୍କ କୁନି ଝିଅ ନୀନାର 21 ପୂଜା। ମାଆଙ୍କ ମୁହଁକୁ ଅନାଇ ଚୁପ୍ ରହିଲେ ବି ଭିତରୁ ଭାଙ୍ଗି ପଡ଼ିଲେ ଆକାଶ। ସୀମା ଯେ ତାଙ୍କୁ ଚାତକ ପରି ଚାହିଁ ବସିଥିବ। କ'ଣ କରିବେ କ'ଣ ନ କରିବେ କିଛି ଭାବି ପାରୁନଥିଲେ ସେ। ଗୋଟେ ପଟେ ନବବିବାହିତା ରୂପା ମନର ସାଇତା ସ୍ୱପ୍ନ ନେଇ ଅପେକ୍ଷା କରି ବସିଥିଲେ ଆକାଶକୁ। ଆରପଟେ ସୀମା ପାଗଳୀଙ୍କ ପରି ଘରୁ ଦୁଆର ହୋଇ ଚାତକ ପରି ଚାହିଁ ରହିଥିଲା ଆକାଶଙ୍କ ଫେରିବା ପଥକୁ। ଗାଁ ଲୋକେ ସୀମାକୁ ଆଶ୍ୱାସନା ଦେଲେ ଆକାଶବାବୁ ଜଣେ ଭଲ ପିଲା। ତାଙ୍କୁ କେବେ ବି ସନ୍ଦେହ କରାଯାଇ ନପାରେ। ହୁଏତ ତାଙ୍କ ମାଆଙ୍କ ଅସୁସ୍ଥତା କାରଣରୁ ସେ ଆସିପାରି ନଥିବେ। ନିଜକୁ ସମ୍ଭାଳି ପାରିନଥିଲା ସୀମା। ନୀନାକୁ କୋଳରେ ଧରି ବହୁତ କାନ୍ଦିଲା। କ'ଣ ଯେ ଆଉ କରିପାରିବ? ଏତେ ଦିନର ସମ୍ପର୍କରେ ଥରୁଟିଏ କି ବୁଝି ନାହିଁ ଆକାଶଙ୍କ ସମ୍ପୂର୍ଣ୍ଣ ଠିକଣା କିମ୍ବା କଣ୍ଟାକ୍ଟ ନମ୍ବର। ରୂପା ପ୍ରତୀକ୍ଷାର ଅନ୍ତ ଘଟାଇ ଆସିଲେ ଆକାଶ। ନା ତାଙ୍କ ମୁହଁରେ ଖୁସି ଥିଲା ନା ଥିଲା ଆଗ୍ରହ। ଆକାଶକୁ ଦେଖି ଉଠି ମୁଣ୍ଡିଆ ମାରିଲା ରୂପା। କିନ୍ତୁ ଅନିତ୍ୟ ସୁନ୍ଦରୀ ରୂପାଙ୍କ ସୁନ୍ଦରତା ତିଳେ ମାତ୍ର ପ୍ରଭାବ ପକାଇ ପାରିଲାନି ଆକାଶଙ୍କ ମନରେ। ଅନ୍ୟମନସ୍କ ହୋଇ ଚୁପଚାପ ଘରର ଗୋଟିଏ କୋଣକୁ ସପଟି ପାରି ଶୋଇବାର ମିଛ ବାହାନା କଲେ। ବୁଦ୍ଧିମତୀ ରୂପା ଅନୁମାନ କରିନେଲେ ଆକାଶଙ୍କର ଏ ବାହାଘରରେ ଟିକେ ମଧ୍ୟ ଆଗ୍ରହ ନାହିଁ। ହେଲେ କାରଣ କ'ଣ ହୋଇପାରେ? ତେଣୁ ସମୟକୁ ଅପେକ୍ଷା କରି ନୀରବ ରହିଲେ ରୂପା। ସମୟ ଓ ନୀନାକୁ ଝୁରି ଝୁରି ସବୁବେଳେ ଅନ୍ୟମନସ୍କ ରହିଲେ ଆକାଶ। ଶଯ୍ୟାଶାୟୀ ମାଆକୁ ଛାଡ଼ି ଯାଇପାରୁନଥିଲେ କୁଆଡ଼େ। ମାନସିକ ଅଶାନ୍ତିରେ ଛଟପଟ ହୋଇ ଚାକିରି ଛାଡ଼ିଦେଲେ ସେ। ରୂପା ଅନୁଧ୍ୟାନ କରୁଥିଲା ଆକାଶଙ୍କ ଅସ୍ଥିରତା
କିନ୍ତୁ ଆକାଶଙ୍କ ଏପରି ବ୍ୟବହାର ବିଷୟରେ କେବେ ବି ଅଭିଯୋଗ କରିନାହିଁ କାହାକୁ, ବରଂ ହସି ହସି ଶାଶୁମାଙ୍କ ସେବାରେ ମନ ଦେଇଥିଲା। କିନ୍ତୁ ଦୁଃଖର କଥା, ଆକାଶ ଓ ରୂପାଙ୍କ ଶତ ଚେଷ୍ଟା ପରେ ବି ମାତ୍ର କିଛି ଦିନରେ ମା ଆକାଶକୁ ଏକା କରି ଛାଡ଼ି ଚାଲିଗଲେ। ମାଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଲେ ସେ। ରୂପାର ବ୍ୟବହାର ଓ ନିଷ୍ଠାପର ସେବା ପାଇଁ ଆକାଶ ରୂପା ପ୍ରତି ଅବିଚାର କରୁଥିବାରୁ ନିଜକୁ ନିଜେ ଦୋଷୀ ମାନୁଥାନ୍ତି ଆକାଶ। କେତେ ଧୈର୍ଯ୍ୟଶୀଳା ରୂପା! ଅନିନ୍ଦ୍ୟ ସୁନ୍ଦରୀ ରୂପାର ଦୋଷ କ'ଣ? ସେ ଆକାଶଙ୍କ ଭୁଲ ପାଇଁ ବିନା ଦୋଷରେ ଦଣ୍ଡ ପାଇଛି। ସେ ଚାହିଁଥିଲେ ଆକାଶକୁ ଜୋର ଜବରଦସ୍ତ ସ୍ତ୍ରୀର ଅଧିକାର ମାଗି ପାରିଥାନ୍ତା, କିମ୍ବା ଆକାଶକୁ ଦୋଷୀଟିଏ କରି ସମାଜ ଆଗରେ ଛିଡ଼ା କରିପାରିଥାନ୍ତେ। ହେଲେ ସେମିତି କରିବା ତ ଦୂରର କଥା, ରୂପା ଅଭିଯୋଗ କି ଅଭିମାନ କରିନାହିଁ, କିମ୍ବା ଆକାଶଙ୍କର ତା ପ୍ରତି ଥିବା ଉଦାସୀନତାର କାରଣ ଜାଣିବାକୁ ଚେଷ୍ଟା କରିନାହାନ୍ତି। ଆକାଶ ମନ ନେଇ ଚଳି ନିଃସ୍ୱାର୍ଥପର ଭାବରେ ସ୍ତ୍ରୀ ଧର୍ମ କରିଚାଲିଛନ୍ତି। ସତରେ କ'ଣ ବା ଦୋଷ ରୂପାର? ସବୁ ଦୋଷ ଆକାଶଙ୍କର। ସେଥିପାଇଁ ରୂପା ପରି ସରଳ ଝିଅ କାହିଁକି ଦଣ୍ଡ ପାଇବ? କେତେ ସୁନ୍ଦର ରୂପ ସଜେଇ ଆପଣାର କରିଥିଲେ ଆକାଶକୁ, ହେଲେ ପ୍ରତିବଦଳରେ ପାଇଲେ କ'ଣ? ନିଜକୁ ନିଜେ ଦୋଷୀ ଭାବି ଆକାଶ ନିଷ୍ପତ୍ତି ନେଲେ ରୂପାକୁ ସବୁ ସତ କଥା କହିବାକୁ। କାରଣ ସେ ଘରେ ଆଉ କେହି ନଥିଲେ ରୂପା କଥା ବୁଝିବା ପାଇଁ। ଆକାଶ ହିଁ ତାଙ୍କର ସାହା ଭରସା। ତେଣୁ ରୂପାର ବିଶ୍ୱାସରେ ଆଉ ବିଷ ନ ଦେଇ ସବୁ ସତ ରୂପାକୁ କହିଦେବାକୁ ଗଲେ ଆକାଶ। ରୂପା ଯାହା ଦଣ୍ଡ ଦେବେ ସେ ସବୁ କିଛି ମଥାପାତି ସହିଯିବାର ସତ୍ ସାହସ ନେଇ ଏକୁଟିଆ ବସି ଝରକା ଦେଇ ବାହାରକୁ ଅନାଇ ବସିଥିଲେ ରୂପା। ଆକାଶ ପାଖରେ ବସି ପଡ଼ିବା ଦେଖି ରୂପା ଅସଜଡ଼ା ଲୁଗା ସଜାଡ଼ି ଠିଆ ହୋଇଗଲେ। ଧରିନେଲେ ଆକାଶ ରୂପାର ହାତକୁ। ଲାଜେଇ ଗଲା ରୂପା। ଆକାଶ ରୂପାକୁ ତାଙ୍କ ପାଖରେ ବସିବାକୁ କହିଲେ। ଆଜ୍ଞାକାରୀ ପରି ଚୁପଚାପ ବସିଥିଲା ରୂପା। ଅନ୍ତରରେ ତାର ଅନେକ ଖୁସି। ବାହାଘର 20 ଦିନ ଭିତରେ ଥରୁଟିଏ ତାକୁ ମୁହଁ ଉଠେଇ ଚାହିଁ ନଥିବା ତା ଜୀବନସାଥୀ ଆଜି ପ୍ରଥମ ଥର ପାଖରେ ବସାଇଛନ୍ତି। ରୂପାର ହାତ ଦୁଇଟିକୁ ନିଜ ପାପୁଲି ମଧ୍ୟରେ ଧରି ଆକାଶ କହିଲେ, ରୂପା, ଅଗ୍ନିକୁ ସାକ୍ଷୀ ରଖି ମୁଁ ତୁମ ମଥାରେ ସିନ୍ଦୁର ଦେଇଛି। ହେଲେ ତୁମର ସବୁ ସ୍ୱପ୍ନକୁ ମୁଁ ଧୂଳିସାତ୍ କରିଦେଇଛି। ମୋତେ କ୍ଷମା କରିଦେବ ରୂପା, ମୁଁ ତୁମର ଦୋଷୀ। ତୁମେ ଯାହା ଦଣ୍ଡ ଦିଅ ମୁଁ ମାନିଦେବି। ଟିକେ ସାହସ ପାଇ ରୂପା କହିଲା, ତୁମେ ମୋ ଇହକାଳ ପରକାଳର ଦେବତା। ତୁମେ ମୋତେ ଭୁଲ ମାଗି ମୋତେ ଛୋଟ କରିଦିଅ ନାହିଁ। ମୁଁ ବାହାଘର ପରଠାରୁ ତୁମକୁ ଏକ ବଡ଼ ଦ୍ୱନ୍ଦ୍ୱ ଭିତରେ ରହୁଥିବାର ଦେଖିଛି। ଯଦି ଖରାପ ନ ଭାବ, ମୋତେ କହିବାର କିଛି ଅସୁବିଧା ନାହିଁ। ହୁଏତ ଗୁଣ୍ଡୁଚି ମୂଷାଟିଏ ହୋଇ ତୁମକୁ କିଛି ସାହାଯ୍ୟ କରିପାରିବି। ରୂପାକୁ ପାଖରେ ବସାଇ ଗୋଟି ଗୋଟି କରି ସବୁ କଥା କହିଗଲେ ଆକାଶ। ଶେଷରେ କହିଲେ, ରୂପା, କେବଳ ମାର ଶେଷ ଇଚ୍ଛାକୁ ସମ୍ମାନ ଦେବାକୁ ଯାଇ ମୁଁ ତୁମ ପ୍ରତି ଓ ସୀମା ପ୍ରତି ବହୁତ ଅନ୍ୟାୟ କରିଛି। ଏବେ ମୁଁ ବିରାଟ ଧର୍ମ ସଙ୍କଟରେ। ନା ତୁମ ଭଳି ଏତେ ସରଳ ଓ ଭଲ ଝିଅକୁ ସ୍ତ୍ରୀର ଅଧିକାର ଦେଇପାରୁଛି, ନା ତୁମକୁ ଏକା ଛାଡ଼ି ସୀମା ପାଖକୁ ଯାଇପାରୁଛି। ମୋର ଗୋଟିଏ ଭୁଲ ପାଇଁ 4ଟା ଜୀବନ କେତେ ଯନ୍ତ୍ରଣା ଭୋଗୁଛନ୍ତି। ମୋତେ ଏତେ ଦିନ ଧରି ନ ଦେଖି ସୀମାର ଅବସ୍ଥା ଯେ କ'ଣ ହେଉଥିବ, ମୁଁ କ'ଣ କରିବି କିଛି ଭାବିପାରୁନାହିଁ। ରୂପା ଆକାଶଙ୍କ ଗାଲରେ ହାତ ମାରି କହିଲେ, ମୁଁ ପରା ତୁମ ସ୍ତ୍ରୀ। ଏଇ କଥା ମୋତେ ଏତେ ଦିନ ହେଲା ଲୁଚାଇଥିଲ କାହିଁକି? ତୁମ ଖୁସିରେ ମୋ ଖୁସି। ମୁଁ ବଡ଼ ଭାଗ୍ୟବତୀ ତୁମକୁ ମୋ ସ୍ୱାମୀ ରୂପେ ପାଇ। ଆଉ ବୋଧହୁଏ ପୂର୍ବଜନ୍ମର କୌଣସି କର୍ମଫଳ ଭୋଗିବାକୁ ତୁମକୁ ପାଖରେ ପାଇ ମଧ୍ୟ ତୁମର ସାନ୍ନିଧ୍ୟ ଲାଭ କରିପାରିନି। ତୁମେ ମୋତେ ସ୍ତ୍ରୀର ସୁଖ ନଦେଲ ନାହିଁ। ମୁଁ ସାରା ଜୀବନ ତୁମ ଖୁସିରେ ଖୁସି ହୋଇ ତୁମ ନାମରେ ସିନ୍ଦୁର ପିନ୍ଧି ରହିବି। ମୋତେ ସ୍ତ୍ରୀ ସୁଖ ନଦେଲ ନାହିଁ। ଆମେ କ'ଣ ଭଲ ବନ୍ଧୁ ହୋଇପାରିବା ନାହିଁ? ଆକାଶ ରୂପା ବାହୁ ଦୁଇଟିକୁ ଧରି କହିଲେ, ରୂପା, ମୁଁ ତୁମ ସହିତ ଅନ୍ୟାୟ କରି ବଡ଼ ଭୁଲ କରିଛି। ମୁଁ ତୁମକୁ ତୁମ ଅଧିକାର ଦେବି, ହେଲେ ମୋତେ କିଛି ସମୟ ଦିଅ। ରୂପା କହିଲେ, ତୁମ କଷ୍ଟ ମୁଁ ବୁଝିପାରୁଛି। ଆଉ ବୁଝିପାରୁଛି ସୀମା ଅପାଙ୍କ ଅବସ୍ଥା କ'ଣ ଯେ ହେଉଥିବ। ମୁଁ ଆଜି ବହୁତ ଖୁସି ଯେ ତୁମେ ମୋତେ ସବୁ ସତ କଥା କହିଛ। ମୁଁ ଶପଥ କରୁଛି ସୀମା ଅପାଙ୍କୁ ମୁଁ ବଡ଼ ଭଉଣୀ ପରି ମାନି ଚଳିବା, ଆଉ ନୀନାକୁ ଝିଅ ପରି ପାଳିବି। ମୋର ତୁମଠାରୁ ସ୍ତ୍ରୀ ସୁଖ ଲୋଡ଼ା ନାହିଁ। ମୋତେ ତୁମେ ତୁମର ଭଲ ବାନ୍ଧବୀଟି ପରି ନିଜର କରିପାରିଲେ ସେତିକି ମୋ ପାଇଁ ଯଥେଷ୍ଟ। ସୀମା ଅପା ତୁମର ପ୍ରଥମ ପ୍ରେମ, ଆଉ ଜୀବନର ଶେଷ ପର୍ଯ୍ୟନ୍ତ ତାଙ୍କ ସ୍ଥାନ ନେବାକୁ ମୁଁ ଚେଷ୍ଟା କରିବି ନାହିଁ। କେବଳ ତୁମ ପାଖେ ପାଖେ ରହି ତୁମ ଖୁସିରେ ଖୁସି, ତୁମ ଦୁଃଖରେ ଦୁଃଖୀ ହୋଇ ବାଟ ଚାଲିପାରିଲେ ମୋ ଜୀବନ ଧନ୍ୟ ହୋଇଯିବ। ଆକାଶ କୋଳେଇ ନେଲେ ରୂପାକୁ। କହିଲେ, ରୂପା, କେଉଁ ଉପାଧରେ ତୁମେ ଗଢ଼ା? ସତରେ ତୁମେ ଦେବୀ ନା ମାନବୀ? ହସିଦେଇ ପ୍ରତି ଉତ୍ତରରେ ରୂପା କହିଲେ, କିଛି ବି ନୁହେଁ। କେବଳ ତୁମର ଆଉ ଖାଲି ତୁମର ସ୍ନେହ ପାଗଳିଟିଏ ମୁଁ। କଥା ବଦଳାଇ ରୂପା କହିଲେ, ଗୋଟେ କାମ କରିବା। ଆମେ କାଲି ଯାଇ ସୀମା ଅପା ଓ ନୀନାକୁ ସବୁଦିନ ପାଇଁ ଏଠାକୁ ନେଇ ଆସିବା। ସୀମା ଅପାଙ୍କୁ ମୁଁ ଆମ ବିଷୟରେ ସବୁ କଥା କହିଦେବି। ସୀମା ଅପା ଠିକ୍ ଭାବେ ବୁଝିପାରିବେ ତୁମର ଏସବୁରେ କିଛି ଦୋଷ ନାହିଁ।
ଦେଖିବ ଆମେ ସମସ୍ତେ ହସ ଖୁସିରେ ଚଳିବା, କିନ୍ତୁ ମୋର ଗୋଟିଏ ଛୋଟ ଅନୁରୋଧ। ରୂପାଠାରୁ ଏତେ କଥା ଆଶା କରିନଥିବା ଆକାଶ ମନକୁ ମନ କହିଲେ, ସତରେ ରୂପାର ରୂପ ପରି ଗୁଣ ମଧ୍ୟ ବହୁତ ସୁନ୍ଦର। ତାପରେ ଆକାଶ କହିଲେ, ଅନୁରୋଧ ନୁହେଁ, ଆଦେଶ କରି କୁହ। ମୁଁ ଟିକେ ଅପାଙ୍କ ପାଖକୁ ଯିବା ପୂର୍ବରୁ ମା ବରୁଣେଇଙ୍କ ଦର୍ଶନ କରିବାକୁ ଯିବି, କାରଣ ମୋର ଟିକେ ପୂଜା ଥିଲା। ଆକାଶ କହିଲେ, ଠିକ୍ ଅଛି, କାଲି ସକାଳୁ ସକାଳୁ ବାହାରି ପଡ଼। ପ୍ରଥମେ ମାଙ୍କ ଦର୍ଶନ ସାରି ତାପରେ ସୀମା ପାଖକୁ ଯିବା। ସନ୍ଧ୍ୟାରେ ଠାକୁରଙ୍କ ପାଖରେ ଲୁଚି ଲୁଚି କାନ୍ଦିଲା ରୂପା। ଆକାଶଙ୍କ ଖୁସି ପାଇଁ ମାନସିକ କଲା। ଏ ଲୁହ ଦୁଃଖର ନଥିଲା, ରୂପା ପାଇଁ ଥିଲା ଖୁସିର ଲୁହ। ରାତିସାରା ଖୁସିରେ ଆତ୍ମହରା ହୋଇ ଶୋଇପାରିଲାନି ରୂପା। ଆକାଶଙ୍କ ବାହୁ ମଧ୍ୟରେ କ୍ଷଣିକ ପାଇଁ ହେଉ ପଛେ ଏକ ନୈସର୍ଗିକ ସୁଖ ଅନୁଭବ କରିଥିଲା ରୂପା। ଆକାଶଙ୍କ ସେହଭଳା କଥା ଭାବି ଭାବି ଖଟରେ ପଡ଼ି ପଡ଼ି କଡ଼ ଲେଉଟାଉଥାଏ। ସକାଳୁ ସକାଳୁ ଦୁହେଁ ଏକ ଭଡ଼ା ଗାଡ଼ିରେ ବାହାରି ପଡ଼ିଲେ ମା ବରୁଣେଇଙ୍କ ଦର୍ଶନ କରିବାକୁ। ବାଟସାରା ରୂପା ଅନର୍ଗଳ ଗପି ଚାଲିଥାଏ, ଆଉ ଆକାଶ ଏକ ଲୟରେ ରୂପାର ପିଲାଳିଆମି ଉପଭୋଗ କରୁଥିଲେ। ମାଙ୍କ ମନ୍ଦିରରେ ପହଞ୍ଚିବା ପରେ ମାଙ୍କ ଦର୍ଶନ କରି ପୂଜା ସାରିଲେ ଦୁହେଁ। ତାପରେ ଆକାଶ ରୂପାର ହାତକୁ ଧରି ଚଢ଼ିଲେ ପାହାଚ ଉପରକୁ। ପାହାଡ଼ ଉପରୁ ସରୁ ଧାରାର ଝରଣାଟିଏ ମାଙ୍କ ପାଦ ସ୍ପର୍ଶ କରି ବାହାରି ଯାଇଛି ତଳକୁ। ଅଧିକ ଉପରକୁ ନ ଯାଇ ନିକଟରେ ଥିବା ଏକ ପଥର ଉପରେ ବସି ପଡ଼ିଲେ ଦୁହେଁ। ରୂପାକୁ ଚାହିଁ ଆକାଶ ଭାବୁଥାନ୍ତି, କେତେ ଭଲ ଝିଅଟିଏ ରୂପା, ମୁଁ ତାହା ସହିତ କେତେ ଅନ୍ୟାୟ କରିଛି। ଯାହା ହେଲେ ବି ସେ ମୋ ସ୍ତ୍ରୀ। କେମିତି ଏ ଜଟିଳ ସମସ୍ୟାର ସମାଧାନ କରିବି? ହେ ପ୍ରଭୁ, ମୋତେ ଉଚିତ ମାର୍ଗ ଦେଖାନ୍ତୁ। କିଛି ସମୟ ବୁଲାବୁଲି ସାରି ମାଙ୍କ ପାଖରେ ପ୍ରଣାମ ଜଣାଇ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବା ଉଦ୍ଦେଶ୍ୟରେ କାରରେ ବସିଲେ ଦୁହେଁ। ବାଟସାରା ଦୁହେଁ ହସ ଖୁସିରେ ଗପି ଗପି ଯାଉଥାନ୍ତି। ହଠାତ୍ ଦ୍ରୁତ ଗତିରେ ଏକ ଟ୍ରକ୍ ମାଡ଼ି ଆସିଲା। କାର୍ ଡ୍ରାଇଭର ଟ୍ରକ୍ କବଳରୁ ଗାଡ଼ିକୁ ରକ୍ଷା କରିବାକୁ ଯିବା ପୂର୍ବରୁ ଟ୍ରକ୍ଟି ଧକ୍କା କରିଦେଇଥିଲା କାର୍କୁ। ଆକାଶ କାର୍ ବାହାରକୁ ଛିଟିକି ପଡ଼ିଲେ, ହେଲେ ଟ୍ରକ୍ ଚକା ତଳେ ଚାପି ହୋଇ ମୃତ୍ୟୁବରଣ କଲେ ରୂପା ଓ ଡ୍ରାଇଭର। କଥାରେ ଅଛି, ମୃତ୍ୟୁ କାହାକୁ କହି କରି ଆସେ ନାହିଁ। ଭଲ ଲୋକଙ୍କୁ ଭଗବାନ ସବୁବେଳେ ନିଜ ପାଖକୁ ନେଇଯାଆନ୍ତି। ରୂପା ଜୀବନ ଦୀପ ଲିଭି ଯାଇଥିଲା ସବୁଦିନ ପାଇଁ। ଦୁର୍ଘଟଣାଠାରୁ 5-6 ମିଟର ଦୂରରେ ବେହୋସ ହୋଇ ପଡ଼ିଥିଲେ ଆକାଶ। ମୁଣ୍ଡ ମାଡ଼ ହୋଇ ପ୍ରବଳ ରକ୍ତସ୍ରାବ ହେଉଥାଏ। କିଛି ଲୋକେ ଆକାଶକୁ ନେଇ ହସ୍ପିଟାଲରେ ଆଡମିଟ୍ କଲେ। ପ୍ରାୟ 10 ଦିନ ପରେ ଚେତା ଫେରିଲା ଆକାଶଙ୍କର, କିନ୍ତୁ ସେ ସବୁ କିଛି ଭୁଲି ଯାଇଥିଲେ। ପୂର୍ବ କଥା ତାଙ୍କର କିଛି ମନେ ନଥିଲା। ଧୀରେ ଧୀରେ ସୁସ୍ଥ ହେଲେ ସେ, କିନ୍ତୁ ନିଜକୁ ଅନାଥ ବୋଲି ଭାବୁଥିଲେ। ପରିଚୟର ଅଡ଼ୁଆ ସୂତାଖିଅରେ ସେ ବୁଣିଲେ ନିଜ ପାଇଁ ଏକ ଭିନ୍ନ ପରିଚୟ। ନିଜକୁ ନିଜେ ସେ ଭାବୁଥିଲେ, ମୁଁ ବାଦଲ। ଅନାଥ ଆଶ୍ରମ ମୋ ଘର। ବହୁତ ଚେଷ୍ଟା ପରେ ମେଡ଼ିକାଲ କର୍ତ୍ତୃପକ୍ଷ ତାଙ୍କ ପରିଚୟ ପାଇବା ପରେ ତାଙ୍କ ଘରକୁ ପଠାଇବାର ସମସ୍ତ ବ୍ୟବସ୍ଥା କରିଦେଲେ। କଟକରେ ତାଙ୍କ ସାହି ପଡ଼ିଶା ସାଙ୍ଗସାଥି ବହୁତ ଚେଷ୍ଟା କଲେ ତାଙ୍କ ଅତୀତ କଥା ମନେ ପକାଇବାକୁ, ହେଲେ ବିଫଳ ହେଲେ। ତା ପରଠାରୁ ଆକାଶ ନିଜ ଘରକୁ ଏକ ଅନାଥ ଆଶ୍ରମରେ ପରିଣତ କରି ନିଜକୁ ସେଥିରେ ଉତ୍ସର୍ଗ କରିଦେଲେ। ଦୁଃଖୀରଙ୍କୀ ଅନାଥଙ୍କର ସେ ପାଲଟିଗଲେ ଅତି ପ୍ରିୟ ବାଦଲ ବାବା। 20 ବର୍ଷ ବିତି ଯାଇଥିଲେ ସୁଦ୍ଧା କିଛି ମନେ ପଡ଼ିଲାନି ଆକାଶଙ୍କର। ବରଂ ବାଦଲ ବାବା ରୂପେ ସେ ଖ୍ୟାତି ପାଇସାରିଥାନ୍ତି। ତାଙ୍କର ନିଷ୍ଠାପର ସେବା ପାଇଁ ଅନେକ ସାହାଯ୍ୟର ହାତ ଲମ୍ବି ଆସିଛି। ଆକାଶ ଆସିବା ପରେ ବହୁତ କାନ୍ଦି ଆକାଶକୁ ଖୋଜି ଖୋଜି ଭୁବନେଶ୍ୱର ଓ କଟକରୁ ନିରାଶ ହୋଇ ଫେରିଛି ସୀମା। ଠିକଣା ନ ଜାଣି ଏତେ ବଡ଼ ସହରରେ କେଉଁଠି ଖୋଜିବ? ଭୁବନେଶ୍ୱର ଫରେଷ୍ଟ ଅଫିସରୁ ଆସି ଆକାଶ ଚାକିରି ଛାଡ଼ି ଦେଇଥିବା ଜାଣି ନିରାଶ ହୋଇ ଫେରିଛି ସୀମା। ଆକାଶକୁ ଝୁରି ଝୁରି ଭାଗ୍ୟକୁ ଆଦରି ଏକମାତ୍ର ଝିଅ ନୀନାକୁ ସାହାରା କରି ବଞ୍ଚି ରହିଛି ନିର୍ଜୀବ ପରି। 20 ବର୍ଷ ଭିତରେ କେତେ କାନ୍ଦିଛି, କେତେ ଦିଅଁ ମନାସିଛି, ହେଲେ ଆକାଶ, ନୀନା 20 ବର୍ଷରେ ପଦାର୍ପଣ କରିଛି। ଗ୍ରାଜୁଏସନ୍ ପରେ ନିଜ ମାମା ମନରେ ଟିକେ ହସ ଦେବାକୁ କଟକ ବାହାରିଲା ନୀନା। ଲକ୍ଷ୍ୟ ଥିଲା ଚାକିରି ଖଣ୍ଡିଏ କରିବା ସହ ତା ବାପାଙ୍କୁ ଖୋଜିବ। ଦେଖିନି କେବେ ବାପାଙ୍କୁ କିମ୍ବା ବାପାଙ୍କର ଫଟୋକୁ। ତଥାପି ଦୃଢ଼ ନିଷ୍ପତ୍ତି ନେଇ ସୀମାର ବାରଣ ସତ୍ତ୍ୱେ କଟକ ବାହାରିଲା ନୀନା। ନୀନା ଥିଲା ସୀମାର ଅବିକଳ କାର୍ବନ କପି। ସେଇ ଆଖି, ସେଇ ଓଠ, ସେଇ ରୂପ ରଙ୍ଗ ସବୁକିଛି। କଟକରେ ପହଞ୍ଚିଲା ପରେ ଚାକିରି ଖଣ୍ଡେ ପାଇବାକୁ ବୁଲି ବୁଲି ନିରାଶ ହେଲା ନୀନା। ରହିବାକୁ କୌଣସି ଶସ୍ତା ଲଜ୍ଟିଏ ଖୋଜିବା ପାଇଁ ରିକ୍ସା କଲେ ନୀନା। ବହୁତ କ୍ଳାନ୍ତ ଜଣାପଡ଼ୁଥିଲା। ଏବେ ବହୁତ ବ୍ୟସ୍ତ ଥିବା ଅନୁମାନ କରି ରିକ୍ସାବାଲା ଜଣକ ନୀନାକୁ ପଚାରିଲା, ମା, ତୁମ ଘର କ'ଣ ଏଇ ସହରରେ? ନାଇଁ ମଉସା, ଚାକିରି ଖଣ୍ଡିଏ ପାଇଁ ମୁଁ ଦଶପଲ୍ଲାରୁ ଏଠିକି ଆସିଛି। ଭାବିଥିଲି ଚାକିରି କରିଲେ ବାପାଙ୍କୁ ଖୋଜିବା, ହେଲେ ଆଜି ଦିନସାରା ବୁଲି ବୁଲି ନିରାଶ ହେଲି। ତେଣୁ ଲଜ୍ଟିଏ ଖୋଜୁଛି ରହିବାକୁ। ରିକ୍ସାବାଲାଟି ନୀନାର ଅସୁବିଧା ବୁଝିବା ପରେ ବାଦଲ ବାବାଙ୍କ ବିଷୟରେ କହିଲା, ମା, ସେ ଜଣେ ଦେବତା, ଅନାଥଙ୍କର ସାହା। ତାଙ୍କ ପାଖକୁ କେହି ଖାଲି ହାତରେ ଫେରିବା ଜଣା ନାହିଁ। ତୁ ସେଠିକି ସୁରକ୍ଷିତ ରହିପାରିବୁ। ଚାଲ, ମୁଁ ତୋତେ ନେଇ ସେଇଠି ଛାଡ଼ିଦେବି। ତୁ ଯେତେ ଦିନ ଚାହିଁବୁ ସେଠି ରହିପାରିବୁ। ବାବା ତୋତେ ଚାକିରି କରାଇ ଦେବାରେ ସାହାଯ୍ୟ କରିବେ। ନୀନା ହଁ ମାରିବା ପରେ ରିକ୍ସାବାଲାଟି ବାଦଲ ବାବା ଆଶ୍ରମରେ ନେଇ ଛାଡ଼ିଦେଲା।
ଆଶ୍ରମ ପହଞ୍ଚି ନୀନା ଜାଣିବାକୁ ପାଇଲା ଯେ ବାବା ନାହାନ୍ତି। ଫେରୁ ଫେରୁ ଅର୍ଦ୍ଧରାତ୍ର ହେବ। ନିରାଶ ହୋଇ ଫେରି ଯାଇଥିଲା ନୀନା। ଏତିକିବେଳେ ଆଶ୍ରମର ଜଣେ ପରିଚାରିକା ପଚାରିଲେ, ଝିଅ ତୁମେ କେଉଁଠୁ ଆସିଛ? ନୀନା କହିଲା, ଚାକିରି ଆଶାରେ ବହୁ ଦୂରରୁ ଆସିଛି। ଦିନସାରା ବୁଲି ବୁଲି ନିରାଶ ହେଇ ରହିବାରୁ ଠିକଣା ଖୋଜୁ ଖୋଜୁ ଜଣେ ରିକ୍ସାବାଲା ମଉସା ମୋତେ ବାବାଙ୍କ ସମ୍ବନ୍ଧରେ କହି ଏଠିକି ଆଣି ଆସିଛି। ବାବାଙ୍କ ବିଷୟରେ ଜାଣି ମନରେ ଆଶା ଟିକକ ସୃଷ୍ଟି ହେଲା, କିନ୍ତୁ ମୋ ଭାଗ୍ୟ ଖରାପ। ବାବାଙ୍କ ସହିତ ମୋର ଦେଖା ହେଇପାରିଲାନି। ପରିଚାରିକା ଜଣକ କହିଲେ, ତୁମେ ଏଇଠି ରୁହ, ମୁଁ ସବୁ ବ୍ୟବସ୍ଥା କରିଦେବି। ସକାଳୁ ଉଠି ବାବାଙ୍କୁ ସାକ୍ଷାତ କରିବ। ଆଶ୍ରମରେ ରାତ୍ରି ଯାପନ କଲା ନୀନା। ଆଶ୍ରମର ପରିବେଶ ତାକୁ ଭାରି ଭଲ ଲାଗୁଥାଏ। ନିଜ ମାମାକୁ ପ୍ରଥମ ଥର ପାଇଁ ଛାଡ଼ି କରି ଆସିଥିଲା, ତେଣୁ ମାମା କଥା ଖୁବ୍ ମନେ ପଡ଼ୁଥାଏ। ମାମା କଥା ଭାବି ନିଜ ଗ୍ରାମଦେବୀଙ୍କ ଉଦ୍ଦେଶ୍ୟରେ ନୀନା କହିଲା, ମା, ତୋତେ କେବେ ବି କିଛି ମାଗେ ନାହିଁ। ଆଜି ଏତିକି ମାଗୁଛି, ମୋ ମାମା ମୋତେ ଯେତେ କଷ୍ଟରେ ପାଳିଛି, ମୁଁ କେମିତି ତା ଦୁଃଖ ଦୂର କରିପାରିବି ସେତିକି ସାହସ ଦେ। ଏହାପରେ ଲାଇଟ୍ ଅଫ୍ କରି ଶୋଇପଡ଼ିଲା। ହଠାତ୍ କାହା ଡାକରେ ଧଡ଼ କିନା ଉଠି ବସିଲା ନୀନା। ନିଦୁଆ ଆଖି ମଳୁ ମଳୁ ବାହାରକୁ ଚାହିଁଲା ଏବଂ ମନକୁ ମନ କହିଲା, ଏ କ'ଣ, ଏତେ ସକାଳ ହେଇଗଲାଣି ଅଥଚ ମୁଁ ଏତେ ନିଦରେ ଶୋଇଛି। ଏହାପରେ ଉଠି ନିତ୍ୟକ୍ରମ ସାରି ଆସିଲା ବେଳକୁ ଆଶ୍ରମ ପରିଚାରିକା ଜଣକ କହିଲେ, ବାବା ତୁମକୁ ଅପେକ୍ଷା କରି ବସିଛନ୍ତି। ମୁଁ ତୁମ ବିଷୟରେ ସବୁ କହିସାରିଛି। ବାଦଲ ବାବାଙ୍କ ପାଖକୁ ଗଲା ନୀନା। ସାଷ୍ଟାଙ୍ଗ ପ୍ରଣିପାତ କଲା। ନୀନାକୁ ଦେଖି ସ୍ଥାଣୁ ପରି ଚାହିଁଲେ ବାବା। ନୀନାକୁ ଦେଖି ତାଙ୍କ ମୁଣ୍ଡ ଭିତରେ ଯେମିତି ଗୋଳମାଳ ହେଇଯାଉଥିଲା। ତଥାପି ନିଜକୁ ଆୟତ୍ତ କରିବା ପରେ କହିଲେ, ମା, ମୋତେ ସପ୍ତାହେ ସମୟ ଦିଅ, ମୁଁ ତୁମର ଚାକିରି କରାଇଦେବି। ସେ ପର୍ଯ୍ୟନ୍ତ ତୁମେ ଏଇଠି ରୁହ। ଏତିକି କହିସାରିବା ପରେ ସେ ତାଙ୍କ କାମରେ ଚାଲିଗଲେ। 3 ଦିନ ପରେ ସେ ନୀନାକୁ ଏକ ଭଲ କମ୍ପାନୀରେ 12,000 ଟଙ୍କାରେ ଏକ ଚାକିରି ଯୋଗାଡ଼ କରିଦେଲେ। ନୀନା ଆଶ୍ରମରେ ରହଣି କାଳରେ ବାଦଲ ବାବା ତାକୁ ନିଜ ଝିଅ ପରି ଭଲ ପାଇ ବସିଲେ। ପ୍ରତି କାମରେ ପ୍ରତି କ୍ଷଣରେ ନୀନାକୁ ଖୋଜିଲେ। ନୀନା ମଧ୍ୟ କାହିଁକି ତା ନିଜ ଅଜାଣତରେ ବାବାଙ୍କୁ ଏତେ ନିଜର ଭାବୁଥିଲା। ନୀନା ସବୁ କାମରେ ବାବାଙ୍କୁ ସାହାଯ୍ୟର ହାତ ବଢ଼ାଇବା ସହ ବାବାଙ୍କର ସେବା କଲା। ନୀନାର ହସ ହସ କଥା, ନୀନାର ମୁହଁ ବାବାଙ୍କୁ ଅତି ନିଜର ଲାଗୁଥିଲା। ହେଲେ ସେ କିଛି ମନେ ପକାଇ ପାରୁନଥିଲେ। ବାବାଙ୍କ ପାଖରେ ସୁରକ୍ଷିତ ଥିଲା ନୀନା। ନିଜ ମାମାଙ୍କୁ ବାବାଙ୍କ ବିଷୟରେ ସବୁ ଲେଖି ଜଣାଇଦେଲା ନୀନା। ରଜ ସମୟ ପାଖେଇ ଆସିଲାଣି। ଏତେ ଦିନ ଧରି ଗାଁକୁ ଯାଇନଥିବାରୁ ମାମା ଆଉ ସାଙ୍ଗମାନେ ଅନୁରୋଧ କରିଛନ୍ତି ଗାଁକୁ ଯିବାକୁ। ତେଣୁ ରଜ ପର୍ବ ପୂର୍ବରୁ ବାବାଙ୍କୁ ଅନୁମତି ମାଗିଲା ନୀନା। ନୀନା ଯିବା କଥା ଶୁଣି ଭାବବିହ୍ୱଳ ହୋଇପଡ଼ିଲେ ବାଦଲ ବାବା। କହିଲେ, ମା, ମୋତେ ସାଙ୍ଗରେ ନ ନେଇ ତୁ ଚାଲିଯିବୁ? ବାବାଙ୍କ ସ୍ନେହକୁ ହୃଦୟଙ୍ଗମ କରି ନୀନା କହିଲା, ବାବା, ଆପଣଙ୍କର ଯଦି କିଛି ଆପତ୍ତି ନଥାଏ ଆପଣ ଚାଲନ୍ତୁ ମୋ ସହ। ଆପଣଙ୍କ ପାଦଧୂଳି ପଡ଼ିଲେ ଆମ ଗାଁ ଧନ୍ୟ ହୋଇଯିବ। ବାଦଲ ବାବା ଆଶ୍ରମର ସବୁ ଦାୟିତ୍ୱ ପରିଚାଳନା ଏବଂ ଅନ୍ତବାସୀଙ୍କ ଉପରେ ଛାଡ଼ି ନୀନା ସହ ତାର ଗାଁ ଅଭିମୁଖେ ଯାତ୍ରା କଲେ। ଗାଁରେ ପହଞ୍ଚିବା ମାତ୍ରେ ବାଦଲ ବାବା ଓ ନୀନାକୁ ଦେଖି ଖୁସି ହୋଇଗଲେ ସମସ୍ତେ। ବାବାଙ୍କ ଲମ୍ବା ଲମ୍ବା ଦାଢ଼ି ଦେଖି ପ୍ରଥମେ ପ୍ରଥମେ ଦୋ ଦୋ ଚିହ୍ନା ହେଉଥିଲେ ମଧ୍ୟ ଗ୍ରାମର ବୟସ୍କ ଲୋକେ ବାବାଙ୍କୁ କୁଣ୍ଢେଇ ପକାଇଲେ ଏବଂ କହିଲେ, ଆକାଶ ବାବୁ, ଆପଣ ଏତେ ଦିନ ଧରି କେଉଁଠି ଥିଲେ? ସୀମା ଆପଣଙ୍କୁ କେତେ ଖୋଜିଛି, ହେଲେ ଆପଣଙ୍କ ପତା ମିଳିଲାନି। ବୋକାଙ୍କ ପରି ନୀନା ଅନେଇଥାଏ ଗାଁ ଲୋକଙ୍କ ମୁହଁକୁ। ଗାଁ ଲୋକେ କହିଲେ, ନୀନା, ଇଏ ତ ଜନ୍ମଦାତା ପିତା ଆକାଶ ବାବୁ। ନୀନା କିଛି ବୁଝିପାରିଲାନି। ଭାବିଲା, ବାଦଲ ବାବା କ'ଣ ମୋ ବାବା ଆକାଶ ମହାନ୍ତି? ନା ନା, ଏହା ହୋଇନପାରେ। ଗାଁ ଲୋକେ ବୁଝିବାରେ ଭୁଲ କରିଛନ୍ତି। ବାଦଲ ବାବା ମଧ୍ୟ ଆଶ୍ଚର୍ଯ୍ୟର ସହ ନୀନାକୁ ପଚାରିଲେ, ମା, ଏ ଆକାଶ ବାବୁ କିଏ? ଏମାନେ କାହିଁକି ମୋତେ ଆକାଶ ବାବୁ ବୋଲି କହୁଛନ୍ତି? ଘର ପର୍ଯ୍ୟନ୍ତ ଯିବା ଯାଏ ସମସ୍ତେ ନୀନାକୁ ସେଇ ଗୋଟିଏ କଥା ପଚାରୁଥିଲେ। ନୀନା ଅନ୍ତରରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା, ହେଲେ କାହାକୁ କିଛି ନ କହି ସେ ଯାହା କହିଲା ହାଲୁକା ହସି ଆଗକୁ ବଢ଼ୁଥାଏ ନୀନା। ଶେଷରେ ଘରେ ପହଞ୍ଚି ଗଲା ନୀନା। କିନ୍ତୁ ଏ କ'ଣ? ତା ମାମା ନୀନା ପାଖକୁ ନ ଯାଇ ବାଦଲ ବାବୁଙ୍କୁ ଦେଖି ଦୌଡ଼ି ଯାଇ କାନ୍ଦି କାନ୍ଦି ଗୋଡ଼ ତଳେ ପଡ଼ିଗଲା। ଆଶ୍ଚର୍ଯ୍ୟର ସହ ଚାହିଁ ରହିଥାଏ ନୀନା। ଏ କ'ଣ ସତରେ ମୋ ବାବା? ମାମା ତ କେବେ ଚିହ୍ନିବାରେ ଭୁଲ କରିବ ନାହିଁ। ସୀମାର ଗୋଡ଼ ତଳେ ପଡ଼ିବା ଦେଖି ଟିକେ ପଛକୁ ଘୁଞ୍ଚିଯାଇ ବାଦଲ ବାବା ପାଗଳୀଙ୍କ ପରି କାନ୍ଦୁଥାଏ ସୀମା। କହୁଥାଏ, ସତରେ ତୁମେ ଆସିଛ? କେତେ ବର୍ଷ ହେଲା ତୁମ ଫେରିବା ପଥକୁ ଚାହିଁ ରହିଛି। ଥରୁଟିଏ ବି ଆମ କଥା ମନେ ପଡ଼ିଲା ନାହିଁ ତୁମର? ଚିଠି ଖଣ୍ଡେ ବି ଦେଲ ନାହିଁ। ବାଦଲ ବାବାଙ୍କ ନିରୁତ୍ତର ଦେଖି ଅଡ଼ୁଆ ଜେଲରେ ଛନ୍ଦି ହୋଇଗଲା ନୀନା। ଧରିନେଲା ତା ମାମାର ହାତକୁ। କହିଲା, ମାମା, ତୁ ଏ କ'ଣ କହୁଛୁ? ଇଏ ବାଦଲ ବାବା, ମୋ ବାବା ଆକାଶ ମହାନ୍ତି ନୁହନ୍ତି। ତୁ ବି ଗାଁ ଲୋକଙ୍କ କଥାରେ ପଡ଼ି ଭୁଲ ଚିହ୍ନୁଛୁ। ମୋ ବାବା କ'ଣ ୟାଙ୍କ ପରି ଦେଖିବାକୁ କି? ସୀମା ନୀନାକୁ କହିଲେ, ଆରେ ନା ମା, ୟାଙ୍କ ପରି ନୁହେଁ। ଇଏ ହିଁ ତୋ ବାପା। 20 ବର୍ଷ ତଳେ ଆମକୁ ଛାଡ଼ି ଚାଲି ଯାଇଥିଲେ। ନୀରବ ନିଶ୍ଚଳ ବାଦଲ ବାବାଙ୍କ ମୁଣ୍ଡ ଭିତରଟା ବୁଲେଇ ଦେଉଥାଏ। କିଛି ତ ନିଜର ଲାଗୁଥିଲା ତାଙ୍କୁ ଏ ଗାଁର ପରିବେଶ ଆଉ ସୀମା।
କାହିଁକି ସୀମାକୁ ଆଗରୁ କେଉଁଠି ଦେଖିଲା ପରି ମନେ ହେଉଥାଏ, ହେଲେ କେଉଁଠି କିଛି ବି ମନେ ପଡ଼ୁନି। ଶେଷରେ କହିଲେ, ମା ନୀନା, ତୁମେ ସମସ୍ତେ ମୋତେ ଭୁଲ ବୁଝୁଛ। ମୁଁ ବାଦଲ ବାବା। ଏ ସଂସାରରେ ଅନାଥ ଆଶ୍ରମ ବ୍ୟତୀତ ମୋର ନିଜର କେହି ନାହାନ୍ତି। ମା, ତୁ ଏମାନଙ୍କୁ ବୁଝା, ମାଙ୍କୁ ସାନ୍ତ୍ୱନା ଦେ। ଆକାଶଙ୍କ ମୁହଁକୁ ଅନାଇ କାନ୍ଦି କାନ୍ଦି କହୁଥିଲା ସୀମା। ଏଇ ସତରେ କ'ଣ ତୁମେ ସବୁ ଭୁଲିଗଲ? ତୁମର କ'ଣ କିଛି ମନେ ନାହିଁ? ମୋତେ ଦେଖି କହିଲ, ତୁମର କ'ଣ କିଛି ମନେ ପଡ଼ୁନାହିଁ? ଦେଖ, ଏଇ ତୁମ କୁନି ଝିଅ ନୀନା। ଏତିକି ବକଟେ ହୋଇଥିଲା, ଛାଡ଼ି କରି ଯାଇଛ ଯେ ଯାଇଛ। ସୀମାକୁ ଶାନ୍ତ କରିବାକୁ ବାଦଲ ବାବା କହିଲେ, ମୋତେ କ୍ଷମା କରନ୍ତୁ, ମୁଁ ଆପଣଙ୍କୁ ଆକାଶ ବାବୁ ନୁହେଁ। ଏହା କହି ନୀନାକୁ ଘର ଭିତରକୁ ଯିବାକୁ କହିଲେ। ନୀନା ଆଉ ବେଶୀ ଅଡ଼ୁଆରେ ନ ପକାଇ ବାବାଙ୍କୁ ଘର ଭିତରକୁ ନେଇଗଲା। ନୀନାକୁ ଗାଁ ଲୋକେ ଏବଂ ସୀମା ଏକୁଟିଆ ଡାକି କହିଲେ, ନୀନା, ତୁ ଆମ କଥା ବିଶ୍ୱାସ କର। ଇଏ କେହି ବାଦଲ ବାବା ନୁହନ୍ତି, ଇଏ ତୋ ବାପା ଆକାଶ ମହାନ୍ତି। ହୁଏତ ସେ ତାଙ୍କ ପଛ କଥା କୌଣସି କାରଣରୁ ଭୁଲି ଯାଇଛନ୍ତି, କିମ୍ବା ସେ ଜାଣିଶୁଣି ଆମ୍ଭମାନଙ୍କୁ ଚିହ୍ନୁ ନାହାନ୍ତି। ସବୁ ଶୁଣିବା ପରେ ନୀନା କହିଲା, ମୁଁ ଜାଣିଥିଲି ସେ ତାଙ୍କ ସ୍ମରଣ ଶକ୍ତି ହଜାଇ ଦେଇଛନ୍ତି। ଆଶ୍ରମରୁ ଶୁଣିଥିଲି ଗୋଟିଏ ଦୁର୍ଘଟଣାରେ ସେ ସବୁକିଛି ଭୁଲିଯିବା ପରେ ନିଜ ଘରକୁ ଅନାଥ ଆଶ୍ରମ କରିଛନ୍ତି। ହେଲେ ବାବା ଯେ ମୋ ବାପା ଆକାଶ ମହାନ୍ତି ଏକଥା କେବେ ଶୁଣି ନାହିଁ। ଆଉ ସତରେ ଇଏ ମୋ ବାପା? ଏତିକି କହି କାନ୍ଦି ପକାଇଲା ନୀନା। ତା ପରଦିନ ସୀମାର କହିବା ଅନୁଯାୟୀ ଗାଁରେ ପ୍ରତ୍ୟେକଟି ଜାଗାକୁ ବାହାନା କରି ଆକାଶଙ୍କ ସ୍ମୃତି ଶକ୍ତିକୁ ଫେରାଇ ଆଣିବା ପାଇଁ ବୁଲାଇଲା ନୀନା। ହେଲେ କିଛି ଲାଭ ହେଲା ନାହିଁ। ଦୁଃଖ ଓ ହତାଶ ହୋଇ ଭାଙ୍ଗି ପଡ଼ିଲେ ସୀମା ଓ ନୀନା। ଗାଁରେ ପାଳନ ହେଲା ସମସ୍ତଙ୍କର ବହୁ ପ୍ରତୀକ୍ଷିତ ରଜ ପର୍ବ ବଡ଼ ଧୁମଧାମରେ। ସବୁଥର ପରି ଏଥର ବି ପ୍ରଥମ ଦିନ ଓ ଦ୍ୱିତୀୟ ରଜ ନୂଆ ଡ୍ରେସ୍ ଓ ପିଠାପଣାରେ କଟିଗଲା। ଶେଷ ରଜ ଦିନ ସକାଳେ ସକାଳେ ଉଠି ପରମ୍ପରା ଅନୁସାରେ ସମସ୍ତେ ମାଙ୍କ ମଣ୍ଡପ ପାଖରେ ଏକାଠି ହୋଇ ସାଜସଜ୍ଜାରେ ଲାଗି ପଡ଼ିଲେ। ଝିଅ ବୋହୂମାନଙ୍କ ସହିତ ସୀମା ଓ ନୀନା ସକାଳୁ ପୋଖରୀରେ ବୁଡ଼ ପକାଇ ସାରି କଳସରେ ପାଣି ନେଇ ଗ୍ରାମ ଠାକୁରାଣୀଙ୍କୁ ସ୍ନାନ କରାଇ ସଜାଇଲେ, ଚିତା ପକାଇଲେ। ସନ୍ଧ୍ୟା ଆଳତି ସମୟରେ ସମସ୍ତେ ମାଙ୍କ ପାଖରେ ଏକାଠି ହୋଇ ସାଜସଜ୍ଜାରେ ଲାଗି ଯାଇଥିଲେ। ଝିଅ ବୋହୂ ମାଙ୍କ ସହିତ ସୀମା ଓ ନୀନା ସକାଳୁ ପୋଖରୀରେ ବୁଡ଼ ପକାଇ ସାରି କଳସୀରେ ପାଣି ନେଇ ଗ୍ରାମ ଠାକୁରାଣୀଙ୍କୁ ସ୍ନାନ କରାଇ ସଜାଇଲେ, ଚିତା ପକାଇଲେ। ସନ୍ଧ୍ୟା ଆଳତି ସମୟରେ ସମସ୍ତେ ମାଙ୍କ ପାଖରେ ଏକାଠି ହୋଇ ପୂଜା କଲେ। ନୀନା ବାଦଲ ବାବାଙ୍କୁ ସାଙ୍ଗରେ ନେଇ ଯାଇଥିଲା। ଘଣ୍ଟ, ଘଣ୍ଟା, ମୃଦଙ୍ଗ, ଶଙ୍ଖ ଧ୍ୱନିରେ ଚାରିଦିଗ କମ୍ପି ଯାଉଥିଲା। ନାଲି ଶାଢ଼ୀ ପିନ୍ଧି ସୀମା ଘଣ୍ଟ ବଜାଉଥାଏ। ଏସବୁ ଭିତରେ ବାଦଲ ବାବାଙ୍କ ମୁଣ୍ଡ ବୁଲେଇ ଦେଉଥାଏ। ହଠାତ୍ ନଜର ପଡ଼ିଲା ସୀମା ଉପରେ। ଏହିଭଳି ପରିବେଶରେ ତାଙ୍କୁ କିଛି କିଛି ଅତୀତର ଘଟଣାବଳୀ ମନେ ପଡ଼ୁଥିଲା। ବ୍ୟସ୍ତ ବିବ୍ରତ ହୋଇଗଲେ, ଅଚାନକ ବେହୋସ ହୋଇଗଲେ। ନୀନା ପାଣି ଛିଟାଛିଟି କରି ଉଠାଇ ବସାଇଲା। ସାମ୍ନାରେ ନୀନାକୁ ଦେଖି ତାଙ୍କର ଅତୀତର ସୀମା କଥା ଆଖି ଆଗରେ ନାଚି ଉଠିଲା। 21 ବର୍ଷ ତଳର ସେଇ ରଜ ଘଟଣା ଗୋଟି ଗୋଟି ହୋଇ ଆଖି ଆଗରେ ନାଚି ଉଠିଲା। ସୀମା ସୀମା କହି ନୀନାକୁ କୁଣ୍ଢେଇ ପକାଇଲେ ସେ। ଖୁସିରେ କାନ୍ଦି ପକାଇଲା ସୀମା। ଗାଁ ଲୋକେ ମଧ୍ୟ ଖୁସି ହୋଇଗଲେ। ଗାଁ ଠାକୁରାଣୀଙ୍କୁ ମୁଣ୍ଡିଆ ମାରିଲେ ସୀମା ଓ ନୀନା। ଆକାଶଙ୍କର ସବୁ ଗୋଟି ଗୋଟି କରି ମନେ ପଡ଼ିଗଲା। ସୀମା ଦୌଡ଼ି ଆସି କହିଲେ, ଏଇ ସତରେ ତୁମେ ଆମକୁ ଚିହ୍ନି ପାରୁଛ? ଦେଖ, ଇଏ ଆମ ଝିଅ ନୀନା, ଯାହାକୁ ତୁମେ ଛାଡ଼ି କରି ଯାଇଥିଲ। ଏଡ଼ିକି ଟିକେଟା ହୋଇଥିଲା। ନୀନାକୁ କୋଳେଇ ନେଇ ଆକାଶ କହିଲେ, ଅବିକଳ ସୀମା। 20 ବର୍ଷ ତଳେ ଯେଉଁ ସୀମାକୁ ଛାଡ଼ି କରି ଯାଇଥିଲି, ସେଇ ରୂପ ମୋ ମା'ର। ଗାଁ ଲୋକଙ୍କୁ ଚିହ୍ନିବା କଥା। ହେଲେ ଆକାଶ ଆଉ ମାଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରି ଘରକୁ ଫେରି ସୀମା ଓ ନୀନାକୁ ସବୁ ଘଟଣାମାନ କହିଲେ। ସବୁ ଶୁଣିସାରିବା ପରେ ଆକାଶକୁ ସାନ୍ତ୍ୱନା ଦେଲେ ନୀନା ଓ ସୀମା। ଆକାଶ ନିଜକୁ ନିଜେ ଦୋଷୀ ମାନୁଥାନ୍ତି। ଆକାଶ କହିଲେ, ସୀମା, ତୁମେ ବୁଝିପାରିବ ନାହିଁ, ରୂପା ପରି ଝିଅ ଭାଗ୍ୟରେ ଥିଲେ ମିଳନ୍ତି। କିନ୍ତୁ ମୁଁ ଅଭାଗା ତାକୁ ନିଜ ଖୁସି ପାଇଁ ମୃତ୍ୟୁ ମୁଖକୁ ଠେଲି ଦେଇଛି। ମୋ ଠାରୁ କିଛି ଖୁସି ନ ପାଇ ମଧ୍ୟ ତୁମକୁ ଦେଖିବାକୁ ଭାରି ଇଚ୍ଛା ଥିଲା ତାର। ହେଲେ ତା ପରଦିନ ସକାଳେ ଗାଁ ଲୋକଙ୍କ ଠାରୁ ବିଦାୟ ନେଇ ଆକାଶ ସୀମା ଓ ନୀନାକୁ ସବୁଦିନ ପାଇଁ ସାଙ୍ଗରେ ନେଇ ବାହାରିଲେ କଟକ। ବାଟରେ ନୀନା ବାଦଲ ବାବାଙ୍କ ବିଷୟରେ ବହୁତ କିଛି କହିଦେଇଥିଲା ଆକାଶକୁ। ତେଣୁ ଆଶ୍ରମରେ ପହଞ୍ଚି ଭିତରକୁ ଗଲେ ଆକାଶ। ନିଜ ରୁମ୍କୁ ଅନେକ ଖୋଜାଖୋଜି କରିବା ପରେ ତାଜା ଉପରୁ ପାଇଲେ ଏକ କଳଙ୍କି ଲଗା ବାକ୍ସ। ଝଡ଼ାଝଡ଼ି କରି ବାକ୍ସକୁ ନ ଖୋଲି ଭାଙ୍ଗିଦେଲେ ସେ। ସୀମାକୁ କହିଲେ, ସୀମା, ଏଥିରେ ଆମ ଫଟୋମାନ ଅଛି। ସୀମା ଶାଶୁମା ଓ ରୂପା ଫଟୋ ଝାଡ଼ି ସାରି ଭଲ କରି ରଖିଲା ରୂପାର ଫଟୋ। ଏତେ ସୁନ୍ଦର ରୂପ ଯେତେ ପ୍ରଶଂସା କଲେ ବି କମ୍ ହେବ। ଶାଶୁଙ୍କ ଫଟୋକୁ ପ୍ରଣାମ କରି କାନ୍ଥରେ ଟଙ୍ଗାଇ ଦେଲେ ସୀମା। ରୂପା ଫଟୋକୁ ଦେଖି ନିଜ ଛାତିରେ ଚାପି କାନ୍ଦି ପକାଇଲେ ସୀମା। କହିଲେ, ସତରେ ରୂପା, ଧନ୍ୟ ତୁମେ ଆଉ ତୁମର ତ୍ୟାଗ। ତୁମ ଜାଗାରେ ମୁଁ ଥିଲେ କେବେ ବି ଏତେ ବଡ଼ ତ୍ୟାଗ କରିପାରିନଥାନ୍ତି। ଦୁଃଖ କେବଳ ଏତିକି ଯେ ମୁଁ ତୁମକୁ ଥରେ ଦେଖିପାରିଲି ନାହିଁ। ଏହା କହି ରୂପାଙ୍କ ଫଟୋକୁ କାନ୍ଥରେ ଟାଙ୍ଗିଦେଲା ସୀମା।
ଦୁଇଟି ଫଟୋରେ ଚନ୍ଦନ ଓ ଫୁଲମାଳ ଦେଲା ସୀମା। ଆଉ ସମସ୍ତେ ମିଶି ରୂପାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କଲେ। ଏହି ସମୟରେ ରୂପା ଫଟୋରୁ ଫୁଲମାଳ ଖସି ପଡ଼ିଲା ସୀମା ଉପରେ। ଆକାଶ ଏସବୁ ଦେଖି କହିଲେ, ସୀମା, ତୁମକୁ ଦେଖିବାକୁ ରୂପାର ପ୍ରବଳ ଇଚ୍ଛା ଥିଲା, ହେଲେ ରୂପା ତୁମକୁ ଦେଖିପାରିଲାନି। ଏହାପରେ ସେ ନିଜ ଆଶ୍ରମକୁ ରୂପା ଆଶ୍ରମ ନାମରେ ନାମିତ କରିଥିଲେ। ସମସ୍ତେ ଆଶ୍ରମର ଦେଖାଶୁଣା କଲେ। ନୀନା 20 ବର୍ଷ ପରେ ବାପା ମାଆଙ୍କୁ ଏକାଠି ଦେଖି ଭାରି ଖୁସି ହୋଇଗଲା। ସାଙ୍ଗମାନେ, ମୋର ଏହି ଛୋଟ କାହାଣୀଟି ଯଦି ଆପଣମାନଙ୍କୁ ଭଲ ଲାଗିଥିବ, ଦୟାକରି ମୋର ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।